ଆମମାନଙ୍କୁ ଅନୁଗ୍ରହ କଲେ, ରାତ୍ରିର ପ୍ରତ୍ୟେକ ପ୍ରହରରୁ ଆମମାନଙ୍କୁ ସୁରକ୍ଷା କଲେ, ଜୀବନ ମଧ୍ୟରେ ବଞ୍ଚାଇଲେ, ମଧ୍ୟ ପ୍ରାତଃ କାଳ ମଧ୍ୟରେ ଆମମାନଙ୍କୁ ବିଭିନ୍ନ ସ୍ଥାନରେ ଥିଲେ ମଧ୍ୟ ତାଙ୍କର ପାଦ ତଳେ ଯୋଡି ହେବା ପାଇଁ ଆମମାନଙ୍କୁ ଏଇ ସୁନ୍ଦର ଅବକାଶ ଦେଲେ। ସେଥିପାଇଁ ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଉଛି, ଗୌରବ ପ୍ରସନ୍ନ ଅଛି, ମଧ୍ୟ ବିଶେଷ ଧନ୍ୟବାଦ ଦେଉଛି। ଆଜିର ପ୍ରାତଃ କାଳର ପ୍ରାର୍ଥନାର କରି କଢାଇ ନେଇଥିବା ମାଙ୍କୁ ପ୍ରଭୁ ତାଙ୍କୁ ବହୁଳ ଭାବେ ଆଶୀର୍ବାଦ କରନ୍ତୁ, କାରଣ ସେ ପ୍ରାତଃ କାଳରେ ଉଠି ପ୍ରସ୍ତୁତ ହେଇ ପ୍ରଭୁଙ୍କ ନିମନ୍ତେ ଅନେକ ଲୋକଙ୍କୁ ପ୍ରାର୍ଥନା, ବିଭିନ୍ନ ପ୍ରାର୍ଥନା ମାଧ୍ୟମରେ ସମୟ ଦେଇ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇଛନ୍ତି ଏବଂ ପ୍ରାର୍ଥନା କରାଇଛନ୍ତି। ସେଥିପାଇଁ ପ୍ରଭୁ ତାଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ମଧ୍ୟ ଧନ୍ୟବାଦ ଦିଏ ମୋ ପରି ଦିନ ଲୋକଙ୍କୁ, ହୋଷ୍ଟ ମହାଶୟ କେତେବେଳେ ତ ବାକ୍ୟ ପରିବେଷଣ କରିବା ପାଇଁ, କେତେବେଳେ ତ ପରିଚାଳନା କରିବା ପାଇଁ ବିଭିନ୍ନ ସମୟ ଦେଇ ପ୍ରଭୁଙ୍କର ଲୋକମାନଙ୍କର ସହିତ ମତେ ବ୍ୟବହାର କରି ମତେ ସ୍ମରଣରେ ରଖି ଆଣୁଛନ୍ତି। ସେଥିପାଇଁ ବିଶେଷ ବିଶେଷ ଧନ୍ୟବାଦ ଦିଏ ଏବଂ ତାଙ୍କ ପରିବାରକୁ ତାଙ୍କ ସମସ୍ତ କାର୍ଯ୍ୟରେ ମଧ୍ୟ ପ୍ରଭୁ ତାଙ୍କୁ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ, ଆମମାନଙ୍କର ନିମନ୍ତେ ସମସ୍ତ ବିଷୟ ନେଇକି ପ୍ରାର୍ଥନା ଉତ୍ସର୍ଗ କରାଯାଇଛି। ଆମମାନେ ସିଧାସଳଖ ପ୍ରୋଗ୍ରାମ ଭିତରକୁ ଯିବା, କାରଣ ଆମମାନଙ୍କର ସମୟ ଯଦି ଡେରି ହୋଇଯାଏ ତେବେ ମୁଁ ବି ଆମମାନେ କଟିକି ଅନ୍ୟ ଗୋଟେ ଆଉ ଗୋଟେ ଜିମ୍କୁ ଆମମାନେ ଯାଇଥାଉ। ସେଥିପାଇଁ ଆମମାନେ ଡେରି କରିବା ନାହିଁ, ଶୀଘ୍ର ଶୀଘ୍ର ଆମମାନେ ଆଗକୁ ବଢିବା। ବର୍ତ୍ତମାନ ମୁଁ ଧର୍ମଶାସ୍ତ୍ର ଗୋଟିଏ ଅଂଶ, ଗୋଟିଏ ପଦ ମାତ୍ର ପଢିବି, ତାହା ହେଉଛି ଗୀତ ସଂହିତା 62ର 8 ପଦ। ହେ ଲୋକମାନେ, ସବୁବେଳେ ତାହାଙ୍କ ଠାରେ ନିର୍ଭର କର, ତାହାଙ୍କ ଛାମୁରେ ମନର ସବୁ କଥା ଭାଙ୍ଗି କୁହ, ପରମେଶ୍ୱର ଆମମାନଙ୍କ ନିମନ୍ତେ ଆଶ୍ରୟ। ଆମେ ଯଦି ପ୍ରଭୁଙ୍କ ନିକଟରେ ଆମମାନଙ୍କର ସମସ୍ତ କଥା ଭାଙ୍ଗି କହିବା, ତେବେ ପ୍ରଭୁ ଆମମାନଙ୍କର ଆଶ୍ରୟ ଅଟନ୍ତି। ସେଥିପାଇଁ ଆସୁ ଆମେମାନେ ବର୍ତ୍ତମାନ ପ୍ରଭୁଙ୍କ ନିକଟବର୍ତ୍ତୀ ହେବା। ପ୍ରଭୁଙ୍କର ପାଦ ତଳେ ଆମେ ବସିଛୁ, ଆମେ ଯେପରି ପ୍ରଭୁଙ୍କର ସ୍ତୁତି ଆରାଧନା କରିବା, ପ୍ରଭୁଙ୍କର ପ୍ରଶଂସା କରିବା, ଆମେ ବାକ୍ୟ ଶୁଣିବା ପୂର୍ବରୁ ପ୍ରସ୍ତୁତ ହେବା, ଯଦ୍ୱାରା ଆମମାନଙ୍କର ହୃଦୟ ଆତ୍ମା ମନକୁ ପ୍ରଭୁଙ୍କ ଚରଣ ତଳେ ରଖିବା। ତେବେ ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରିବେ ଏବଂ ଆମେ ଯେଉଁ ବାକ୍ୟ ଶୁଣିବା ମନୋଯୋଗ ସହିତ ଶୁଣିଲେ ପ୍ରଭୁ ସେହି ଆତ୍ମା ଦ୍ୱାରା ଆମମାନଙ୍କୁ କାର୍ଯ୍ୟ କରିବେ ଏବଂ ଆମେ ପ୍ରତ୍ୟେକ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପାଉ ପାଉ ଜୀବନରେ ସଫଳତା ଲାଭ କରିବା। ବର୍ତ୍ତମାନ ମୁଁ ଅନୁରୋଧ କରି ମୁଁ ଆଜ୍ଞା ବୋଲେ ନାହିଁ, କାରଣ ସେ ମୋର ପୁଅ। ପ୍ରଭୁ ଆଜି ସେହି ମହାନ ପୁତ୍ରଙ୍କୁ ମତେ ଆହ୍ୱାନ କରିବା ପାଇଁ ଆଜି ଏହି ସୁନ୍ଦର ସୁଯୋଗ ମୁଁ ପାଇଛି। ସେଥିପାଇଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ମୁଁ ଯେତେବେଳେ ପୋଷ୍ଟର ଦେଖୁଥିଲି ଆଉ ଛୋଟ ବେଳର କଥା ସବୁ ମୋର ମନରେ ପଡୁଥିଲା। ଆଉ ଯେତେବେଳେ ତାଙ୍କ ମାଉସୀ ଗ୍ରାମରେ ମୋର ଯାହା ଥିଲା ଆସୁଥିଲେ, ଆଉ ତାଙ୍କ ଘରେ ପ୍ରାର୍ଥନା ନଥିଲେ ମଧ୍ୟ ପ୍ରତ୍ୟେକ ସମୟ ଯେତିକି ଦିନ ଏହି ସ୍ଥାନରେ ରହିବେ, ସନ୍ଧ୍ୟା ପ୍ରାର୍ଥନା ତାଙ୍କ କେବେ ମଧ୍ୟ ବନ୍ଦ ହଉନଥିଲା। ସମସ୍ତଙ୍କୁ ଡାକୁଥିଲେ, ଆସନ୍ତୁ ଆମମାନେ ସନ୍ଧ୍ୟା ପ୍ରାର୍ଥନା କରିବେ। ପ୍ରଭୁ ସେହି ମନ, ସେହି ହୃଦୟ ଦେଇଥିବା ଯୋଗୁଁ ଆଜି ତାଙ୍କୁ ବର୍ଦ୍ଧିଷ୍ଣୁ କରିଛନ୍ତି, ପ୍ରଭୁଙ୍କର ଉଦ୍ଦେଶ୍ୟରେ ବ୍ୟବହାର କରୁଛନ୍ତି। ପ୍ରଭୁ ଆହୁରି ଆହୁରି ତାଙ୍କୁ ବିଶେଷ ଭାବରେ ଅନୁଗ୍ରହ ଆଶୀର୍ବାଦ କରନ୍ତୁ ବୋଲି ମୋର ପ୍ରାର୍ଥନା। ବର୍ତ୍ତମାନ ମୁଁ ପ୍ରଭୁଙ୍କ ନାମରେ ମହାଶୟଙ୍କୁ ଆହ୍ୱାନ କରି ସେ ମହାଶୟ ସମ୍ମୁଖକୁ ଆସିବେ ଏବଂ ପ୍ରଭୁଙ୍କର ସ୍ତୁତି ଆରାଧନା କରି ଆମମାନଙ୍କୁ ପ୍ରତ୍ୟେକଙ୍କୁ ପ୍ରଭୁଙ୍କର ନିକଟବର୍ତ୍ତୀ କରାଇବେ। ବାବୁ ନମସ୍କାର। ଆଜ୍ଞା ମୁଁ ବୋଲୁ ନାହିଁ। ନମସ୍କାର। ନମସ୍କାର ମାଉସୀ। ସମସ୍ତଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ମଧୁର ନାମରେ ନମସ୍କାର। ଶୁଭା ଯାଉଛି? ଆସନ୍ତୁ, ସମୟ ସାପେକ୍ଷ ଯୋଗୁଁ ଆମେ ଆଗକୁ ବଢିବା। ଆମେ ଗୀତ ଗାଇ ପ୍ରଭୁଙ୍କର ଆରାଧନା କରିବା। ପ୍ରଥମେ ମୁଁ ଗୋଟେ ଓଡିଆ ଗୀତ ଗାଇବି, ତାପରେ ଆମ ଝିଅ ଗୋଟିଏ ଇଂଲିଶ ଗୀତ ଗାଇବ। ଏହିପରି ଆମେ ଇଂଲିଶ, ଓଡ଼ିଆ ଏବଂ ହିନ୍ଦୀ ଗୀତ ଗାଇ ପ୍ରଭୁଙ୍କର ପ୍ରଶଂସା। ଶୁଭା ଯାଉଛି ତ ଆଜ୍ଞା? ମ୍ୟୁଜିକଟା କେମିତି ଶୁଭା ଯାଉଛି କହିବେ? ଶୁଭା ଯାଉଛି।
म्यूजिक आवाज आସୁଛି ଆଜ୍ଞା। ପ୍ରଥମ ଥର ଭଲ ଶୁଣା ଯାଉଥିଲା, ବର୍ତ୍ତମାନ ଗୋଟେ ସ୍ଲୋ। ଗାଈ ଏମିତି ହେବି ମୁଁ ପାରିରେ ନାଉରି ଯିବାକୁ ଅତିରେ ମୋତେ ସେ ପାରି ଏମିତି ହେବି ମୁଁ ପାରିରେ ନାଉରି ଯିବାକୁ ଅତିରେ ମୋତେ ସେ ପାରି କହନ୍ତି ମୋତେ ହାତ ଠାରି ଠାରି ଯୀଶୁ ଡାକନ୍ତି ମୋତେ ହାତ ଠାରି ଠାରି ଏମିତି ହେବି ମୁଁ ପାରିରେ ନାଉରି ଯିବାକୁ ଅତିରେ ମୋତେ ସେ ପାରି ଏମିତି ହେବି ମୁଁ ପାରିରେ ନାଉରି ଯିବାକୁ ଅତିରେ ମୋତେ ସେ ପାରି। म्यूजिक सुबह जाओ क्लियरली आएगा। ଅପରସ କରେ ଜୀବନ ନାରେ ପାଏ ନାହିଁ ତୋର ଫୁଲ ଅନନ୍ଦତାରେ ବିଶାଳ ସାଗରେ ଇଏ ହେବ ସାହା ମୋର ଓ ପାପର ସାଗରେ ଜୀବନ ନାରେ ଆଏ ନାହିଁ ତୋର ଫୁଲ ଅନନ୍ଦତାରେ ବିଶାଳ ସାଗରେ ଇଏ ହେବ ସାହା ମୋର ମହନ୍ତି ପାଇବୁ ଜୀବନ ମହନ୍ତି ପାଇବୁ ଜୀବନ ଏବେ ମନ ଅନ୍ତର ଆତ୍ମା ହରି ସମର୍ପଣ ଏମିତି ହେବି ମୁଁ ପାରିବେ ନାଉରି ଯିବାକୁ ଅତିରେ ସେ ପାରି ଏମିତି ହେବି ମୁଁ ପାରିବେ ନାଉରି ଯିବାକୁ ଅତିରେ ମୋତେ ସେ ପାରି। ମ୍ୟାଜିକ କ୍ଲିୟର ହଉନି ବାବୁ।
मोह माया भरा ए दुनिया सारा दुई दिया खेल हाथीर मनीष हाथीरे मिशिब एही तो करेइछे मोहन भरा ए दुनिया सारा दुई दिनिया हाथीर मनीष हाथीरे मिशिब एही तो करेइछे पारी दुनिया नीलिमा पारी दुनिया नीलिमा प्रयास कर से माने कर से करीते है कि मुपारी नाउरी Jiwaku otire mote se pari Emiti hai dilu pari re nauri Jiwaku otire mote se pari Jisu kaunti mote Atari pari Jesus Panti Mote Pari re nauri Ita ko atire se pari मोर सेटिंग से गड़बड़ अच्छे जो नुआ ऑडियो माइक आनिबा परे टिके सेटिंग तो मु जानि पारुनी ए दृष्टि रो के वे तो म्यूजिक ता गड़बड़ लागुथबो मु टिके माने लीव है कि आउतरे जॉइन करिवे गोटे मिनिट मते दियो Gen Z denims starting at $5.99 only on Forward Bank. प्रेज द लॉर्ड वर्तमान सभा जाउची प्रेज द लॉर्ड तो म्यूजिक ए केमती आसीबो नहले मध्ये आमे म्यूजिक हो न हो प्रभुकर प्रशंसा कर दे आमे प्रभुकर प्रशंसा एति जथेष्ट बेले बेले समस्त विषय मन को हुए तो कौन कारण रे आग पछ कर दे थाए डिस्टर्बेंस करी थाए किंतु आमे से डिस्टर्बेंस रे रहि जिबाने वर्तमान मो झियो आसीबा इंग्लिश गीत गाई प्रत्येक प्रेज द लॉर्ड
ପ୍ରଭୁଙ୍କୁ ଧନ୍ୟବାଦ ଦଉଛି ଆଜି ସୁଯୋଗ ପାଇଁ। ଆସନ୍ତୁ ଆମେ ଗୋଟେ ଇଂଲିଶ ଗୀତ ଗାଇବୁ ଜାଣିଥିବେ। Love you, Lord. You have you are ଭଏସ୍ କ୍ଲିୟର ଆସୁନି। କ୍ରିଷ୍ଟିନା କହୁଥିଲେ ଭଏସ୍ କ୍ଲିୟର ଆସୁନି। all my life you have been faithful. With every breath you are faithful. Your I give you your goodness is really it's really coming to me. Your goodness is really it's really coming to me. With my life, I'm sorry. I gave you your goodness is really coming. It's really coming to me. And all my life you have been faithful. And all my life you have been so, so good. With every breath that I am able, oh, I will sing of the goodness of God. And all my life you have been faithful. And all my life you have been so, so good. With every breath that I am able, oh, I will sing of the goodness of God. Oh, I will sing of the goodness of God. Hallelujah. Thank you.
Praise the Lord. आज प्रभु को धन्यवाद देउछु। प्रभु आमन को सुंदर अवसर देइथिबा हेतु, प्रभु आमन को सुंदर अवकाश देइथिबा हेतु, समय को धरी, परिवेश को धरी, समाज को धरी आज आमन को चलिबा को पडुछि। आमे कोन प्रति समय स्तुति आराधना करि पारिबा कि? तबे आसंत आमे समस्त जानिथिबा सेही होरस गाइबा एवं समस्त मिलिमिशि प्रभुंकर प्रशंसा करिबा। स्तुति आराधना ऊपर जाती है, लेकर आशीष लेकर नीचे आती है। अनेक आज वीडियो रे ऑफ रे अछंती, वीडियो ऑफ करी पछरे कौन करछन मु जाने ना, किंतु यदि पारुछ आमे वीडियो ऑन करिबा एवं समस्त मिलिमिशि गोटिए कोरस मात्र गाई प्रभुंकर प्रशंसा करिबा। आसंत आमे समस्त मिलिमिशि गाइबा। स्तुति आराधना ऊपर जाती है, आशीष लेकर नीचे आती है। स्तुति आराधना ऊपर जाती है, आशीष लेकर नीचे आती है। प्रभु हमारा कितना महान, देखो हमसे करता है प्यार। प्रभु हमारा कितना महान, देखो हमसे करता है प्यार। हालेलुया, हालेलुया, हालेलुया। समस्त गाइबा। प्रार्थना बिनती ऊपर जाती है, उत्तर लेकर नीचे आती है। प्रार्थना बिनती ऊपर जाती है, उत्तर लेकर नीचे आती है। प्रभु हमारा कितना महान, देखो हमसे करता है प्यार। प्रभु हमारा कितना महान, देखो हमसे करता है प्यार। हाथ उठे कि हालेलू हालेलुया, हालेलू हालेलुया। जेते वीडियो रख थिले मते समस्त गाइबा हालेलू हालेलू, ग्लोरी, हालेलू हालेलुया, हालेलू हालेलुया, हालेलुया हालेलुया। प्रेज द लॉर्ड, प्रेज द लॉर्ड, प्रेज द लॉर्ड। धन्यवाद 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 धन्यवाद। आमे समस्त गोटे मिनिट प्रभु को धन्यवाद दबा। हालेलुया हालेलुया। आज रे नूतन दिन पाए, नूतन अवसर पाए, नूतन सकाळ पाए, नूतनत्व पाए, प्रत्येक विषय नूतनत्व प्रभु देइथिबारु, अमन को नूतन करे बंचेइथिबारु, नूतन करे जीवन टिए देइथिबारु आमे प्रभु को धन्यवाद दबा। ओ आमे एबे एई प्रार्थना रो अवसर रे, आराधना रो अवसर अमन कर मन केउठी अछि, कोन भाबुचो, को ऊपर भाबुचो आमे जानि ना, किंतु केवल मन को, हृदय को केवल प्रभु को ऊपर निर्भर करिबा, तांको समर्पण करिबा, तांको विषय चिंता करिबा। म्यूजिक ठीक रे बाजिला नाइ, एहा हैला नाइ, से हैला नाइ। Forget about all the negatives, just think about Jesus Christ today। प्रभु यीशु को विषय रे केवल ठीक आमे प्रार्थना करिबा, ओ आमे तांको निजर समर्पण समर्पित जीवन काटिबा। हालेलुया हालेलुया। प्रभु आमे तुमको धन्यवाद देउछु नूतन दिवस पाए, नूतन प्राप्त पाए, नूतन सकाळ पाए। एई अवसर तुमे देइथिबार आमे तुमरी गौरव करूछु, तुमरी प्रशंसा करूछु, तुमरी धन्यवाद करूछु बापा। हालेलुया।
अनेक प्रभु ये बुधवार को प्रभु जीशु किए तो भस्म बुधवार कहती कि की प्रकार बुधवार कहती कि आगमन बुधवार कहती प्रभु जीशु किंतु आमे गोटे जिनस केवल जानिछु एक दिन ओ प्रभु जीशु नूतन दिन तुम्हें आम जीवन आम तुम धन्यवाद करुअछु प्रत्येक तुमरी हस्तर समर्पण करी आज वक्ता को ओ श्रोता आमे जे समस्त को पुणी परिचालनाकारी प्रत्येक तुमरी हस्तर दे समस्त प्रार्थना विनती उद्धार करता प्रेममय प्रभु जीशु ख्रीष्टଙ୍କ नाम रे मागिलो आमेन 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 प्रेज द लॉर्ड समस्त को प्रेज द लॉर्ड कौन सी विषय भूल होते दया कर क्षमा करेंगे धन्यवाद प्रेज द लॉर्ड कौन से विषय भूल ही नहीं प्रभु अनुग्रह करिसंती ओडिया गीत इंग्लिश गीत गाई प्रभुଙ୍କର स्तुति आराधना करिसंती प्रभु बहुल भाव रे आशीर्वाद करंतु अनुग्रह करंतु परिवार सहित प्रभु कनिकट रे धन्यवाद करिबा पाए प्रशंसा करिबा पाए प्रभु ए सुंदर मन ए समय एही दिन देइछंती सेति पाए प्रभु को धन्यवाद दिए एवं परिवार को प्रभु बहुल भाव रे आशीर्वाद करंतु समस्त कार्य रे तांकर हस्तमुख रखी गौरवान्वित हुंतु धन्यवाद वर्तमान माने विशेष मुहूर्त रे पहुंची अछु जहा कि आमने वाक्य शुणिबार रही अछि जो वाक्य जीवंत जो वाक्य कार्य साधक जो वाक्य आमानकर हृदय को भेद करे जो वाक्य आमान को परित्राण आनी दिए जो वाक्य आमान को परिष्कार करे जो वाक्य आमानकर पाप क्षमा करे आज से महत् वाक्य शुणिबा पाए वर्तमान आमने बसिछु आमने समस्ते जदिओ वीडियो ऑन करी बसिबा तेबे वक्ता महाशय को मध्य भलो लागिबो कारण मुह देखिले टिके मुंड हलई देले टिके हसी देले आ कहिला बेले अति भलो लागि थाए सेति पाए जदिओ आमने ठीक जगह रे अछु तेबे समस्ते वीडियो ऑन करी बसिबा पाए चेष्टा करिबा मो प्रभु को धन्यवाद दिए आज प्रभुंकर दासन को आ विशिष्ट दासन को मु पर दिन लोक आ स्वागत करिबा पाए ए सुंदर सुयोग पाइछि सेति पाए प्रभु को धन्यवाद दिए एवं प्रभुंकर दासन को आह्वान करिबा पूर्व गोटे अंश केवल पाठ करिबी ता होछि जिसा 55 रो एक पद हे तृषित लोक सकल तुम्हें मैंने जल निकट को आस पुणी जार किछि अर्थ नहीं से आस तुम्हें मैंने आस किण ओ भोजन कर हाँ आस अर्थ ओ मूल्य बिना द्राक्षारस ओ दुग्ध किण प्रभु यही पठित वाक्य एवं श्रवण रे आमान को प्रत्येक को आशीर्वाद करंतु वर्तमान आमानकर सम्मुखरे प्रभुंकर विशिष्ट दास होस्ट महाशय बा रेवरेंट आमानकर पाणी महाशय सम्मुखरे अछंती तांकु मु वर्तमान स्वागत करिबा पाए जाए आह्वान करिबा पाए जाए आमानक ठारे आ सम्मुखा सम्मुख नाही फुल तोड़ा कि बा साल देबा पाए किंतु आमने प्रभु को धन्यवाद दे समस्त करताल दे तांकु स्वागत करिबा समस्त करताल दे आमे स्वागत करिबा वर्तमान ताको अनुरोध करी प्रभुंकर दासन को पाणी महाशय को सम्मुख को आसीबे आमान को प्रभुंकर वाक्य दे आमानकर आत्मिक जीवन रे परितृप्तिता प्रदान करिवे धन्यवाद आज्ञा नमस्कार 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 वर्तमान आपणकर समय आपण प्रभुंकर महान और पवित्र नाम धन्यवाद हो प्रभु अनुग्रह करके सुंदर प्रभात पुनर्बार आम जीवन मध्य जोड़ी से आम ए स्थान रे एकत्रित हेइछु प्रेज द लॉर्ड निज गृह रे थिला मध्य जूम रे गोटे जगह रे थिला पर मते लागुची प्रेज द लॉर्ड आ से अनुग्रह से प्रेम से सुरक्षा सकाशे मु परमेश्वर धन्यवाद करुछि ताकर पूजा प्रशंसा करुछि आमेन हालेलुया अति सुंदर भाव में मते आह्वान करथवा सकाशे लिमा मैडम को मु विशेष विशेष धन्यवाद दूछि प्रेज द लॉर्ड एत अभिज्ञ लोक मानकर उपस्थिति रे रहिबाटा ही आमानक पई गोटे शिक्षणीय आशीर्वाद विषय आई एम सो ग्लैड रियल मिनिस्टर होस्ट महाशय को मु विशेष विशेष धन्यवाद दूछि ए सुंदर सुजोग निमंते पुणी जेते समस्त अच्छंती प्रत्येक को मु ख्रीष्ट प्रेमर नमस्कार जनाए ता सहित रियल मिनिस्ट्री ऑफ इंडिया को मु कंग्रेचुलेट करे से नूतन सॉन्ग रिलीज निमंते मु शुणिली
बहुत वंडरफुल रही प्रभु गौरव पातु आमेन। आज वर्शिप करथवा प्रभुंकर दासों को पुणी झील को विशेष धन्यवाद देउछु। आसत मैंने आज चिंता निमंते एक अंश देखा एक वन ऑफ द माने फेवराइट पैसेज कहबा गले मो पाई एटा अनेकों पाई पुराना पुराना पैसेज मो पाई मधे पुराना पैसेज ए वाक्य रु मते भल लगे पढ़िबा पाए पुणी प्रचार करिया पाए एथिपाई मो ऑफलाइन ऑनलाइन रे समय अनुसार प्रचार करे जो द्वारा निज को मु रिचार्ज करि पारिबी। देखिबा मैथ्यू तार 16 पर्वर 13 पदरु 19 पद पर्यंत के जने पढ़िबे ताले भल हबो। ପରେ ଯୀଶୁ କାଇସରିଆ ଫିଲିପି ଅଞ୍ଚଳକୁ ଆସି ଆପଣା ଶିଷ୍ୟମାନଙ୍କୁ ପଚାରିବାକୁ ଲାଗିଲେ, ମନୁଷ୍ୟପୁତ୍ର କିଏ ବୋଲି ଲୋକେ କଣ କହନ୍ତି? ଏଥିରେ ସେମାନେ କହିଲେ, କେହି କେହି କହନ୍ତି ବାପ୍ତିଜକ ଯୋହନ, କେହି କେହି ଏଲିୟ, ଆଉ କେହି କେହି ଜିରିମିୟ ଅବା ଭାବବାଦୀମାନଙ୍କ ମଧ୍ୟରୁ ଜଣେ। ସେ ସେମାନଙ୍କୁ ପଚାରିଲେ, କିନ୍ତୁ ମୁଁ କିଏ ବୋଲି ତୁମ୍ଭେମାନେ କଣ କହୁଅଛ? ସିମୋନ ପିତର ଉତ୍ତର ଦେଲେ, ଆପଣ ଖ୍ରୀଷ୍ଟ ଜୀବନ୍ତ ଈଶ୍ୱରଙ୍କର ପୁତ୍ର। ଏଥିରେ ଯୀଶୁ ତାଙ୍କୁ ଉତ୍ତର ଦେଲେ, ହେ ଜୁନସର ପୁତ୍ର ସିମୋନ, ତୁମ୍ଭେ ଧନ୍ୟ, କାରଣ ମନୁଷ୍ୟ ତୁମ୍ଭ ନିକଟରେ ଏହା ପ୍ରକାଶ କରିନାହିଁ, ବରଂ ମୋହର ସ୍ୱର୍ଗସ୍ଥ ପିତା ପ୍ରକାଶ କରିଅଛନ୍ତି। ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ। ମୁଁ ତୁମ୍ଭକୁ ସ୍ୱର୍ଗ ରାଜ୍ୟର କଞ୍ଚି ଦେବି, ଆଉ ତୁମ୍ଭେ ପୃଥିବୀରେ ଯାହା କିଛି ବନ୍ଦ କରିବ ସ୍ୱର୍ଗରେ ତାହା ବନ୍ଦ ରହିବ, ପୁଣି ପୃଥିବୀରେ ଯାହା କିଛି ମୁକ୍ତ କରିବ ସ୍ୱର୍ଗରେ ତାହା ମୁକ୍ତ ରହିବ। आमेन आमेन। तेरे छूने से यीशु मुर्दे जी उठे, तेरे छूने से यीशु लंगड़े भी चले, तेरे छूने से यीशु मुर्दे जी उठे, तेरे छूने से यीशु लंगड़े भी चले। तू कह दे बस यीशु ये बंधन टूट जाएगी, तू कह दे बस यीशु टूटे दिल मिल जाएगी। तू जिंदा है, जिंदा जिंदा है यीशु, तू जिंदा है, जिंदा जिंदा है यीशु, तू जिंदा है, जिंदा जिंदा है यीशु, तू जिंदा है, जिंदा जिंदा है यीशु। प्रभु तुम ठारे समस्त कार्य करिबार शक्ति रहिछि, जेबे तमे कहि थाओ सेतेबेले सब किछि हे जाई थाए। से शक्ति को निज जीवन मध्य अनुभव करबा पाए चिन्हिबा पाए मानकु तुमे साहाय्य कर प्रभु। आजिर वाक्य देखि आमको कथा को आमनकर कर्ण और हृदय को तुमे खोलो, जो द्वारा माने सुनिबो ग्रहण करबा उद्देश्य रे आ एक विजय जीवन काटिबा उद्देश्य रे सकल गौरव तुमको दे यीशुଙ୍କ नाम रे मागुछि। Amen, amen, amen. Praise the Lord. Hallelujah. Glory to Jesus. आमने ईश्वरंकर आराधना करूछु। Praise the Lord. Glory to Jesus. आज मु ए पैसेज रु अवश्य मोर ए पैसेज तो दीटा वाक्य अछि, किंतु गोटे वाक्य प्रचार करिया पई चाहूची, तापरे जहा किछि ए वाक्य निमंते आवश्यक तही मध्यरे मु सीमित रहिबा निमंते चाहिबी। आराधना विषय रे हमने आज चिंता करिबा जे आराधना रे केउ समस्त विषय थाए। मुख्यतः तीनोटी विषय आराधना मध्य रे थाए, आ ता माने चिंता करिबा जो अंशटी मैंने अध्ययन कलु तथा मैथ्यू 16 पर्वर 13 रु 19 पद पर्यंत
এই ସେମ ବିଷୟଟି ମାନେ ମାର୍କ 6:27-29 ପୁଣି ଲୁକ 9:18-20 ଭିତରେ ମଧ୍ୟ ଆଉ ଦେଖିପାରିବା। ଏଥିରେ ଆମେ ଦେଖୁଛୁ ଯେ ଯୀଶୁ ଖ୍ରୀଷ୍ଟ କାଇସରିଆ ଫିଲିପକୁ ଆସିଲା ପରେ ଆଉ ସେ ନିଜ ବିଷୟରେ ପଚାରୁଛନ୍ତି। ଯଦି ଆମେ ମାର୍କ ଆଉ ଲୁକକୁ ଦେଖିବା ମୋ ବିଷୟରେ ବୋଲିକି କହିଛନ୍ତି, କିନ୍ତୁ ଆଉ ମାଥ୍ୟୁ ସେ ମନୁଷ୍ୟ ପୁତ୍ର ବୋଲିକି ଏଇ ଜାଗାରେ ପ୍ରକାଶ କରନ୍ତି। ଅର୍ଥାତ୍ ଯୀଶୁ ନିଜ ପୁତ୍ର ଯିଏ, ଆଉ ଯୀଶୁ ହିଁ ସିଏ। ତେବେ ଯୀଶୁ ଖ୍ରୀଷ୍ଟ ଏଇ ଜାଗାକୁ ଆସିଲା ପରେ ସେ ଜାଣିବା ପାଇଁ ଚାହୁଁଛନ୍ତି ଯେ ଲୋକଙ୍କର ଚିନ୍ତାଧାରା ମୋ ବିଷୟରେ କଣ ଅଛି, ଲୋକେ ମୋ ବିଷୟରେ କଣ କଥାବାର୍ତ୍ତା କରନ୍ତି। କୁହାଯାଏ ପ୍ରଥମ କରିକି ଏ ଜାଗାକୁ ଯୀଶୁ ଖ୍ରୀଷ୍ଟ ଆସିଛନ୍ତି। କେଉଁ ଜାଗାକୁ? କାଇସରିଆ ଫିଲିପକୁ ପ୍ରଥମ କରିକି ଯୀଶୁ ଖ୍ରୀଷ୍ଟ ଏଇ ଜାଗାକୁ ଆସିଛନ୍ତି। ଆଉ କେଉଁ ସମୟରେ? ଯୀଶୁଙ୍କର ସେବା କାର୍ଯ୍ୟର ଶେଷ ମୁହୂର୍ତ୍ତରେ। କୁହାଯାଏ ଏଇ ଜାଗାକୁ ଆସିଲା ପରେ ଆଉ ଯୋଉ ଘଟଣା ଏଇ ଜାଗାରେ ଘଟିଲା, ତା ପରବର୍ତ୍ତୀ ସମୟରେ ସେ ନିଜ ଶରୀରକୁ, ନିଜ ଜୀବନକୁ କ୍ରୁଶରେ ହତ ହେବା ନିମନ୍ତେ ପ୍ରସ୍ତୁତ କଲେ ବୋଲିକି ଆଉ କୁହାଯାଏ। ଅର୍ଥାତ୍ ଯୀଶୁ ଖ୍ରୀଷ୍ଟଙ୍କ ସେବା କାର୍ଯ୍ୟର ଶେଷ ମୁହୂର୍ତ୍ତରେ ସେ କାଇସରିଆ ଫିଲିପକୁ ଆସିଲେ। ଏଥି ପୂର୍ବରୁ ସେ ବିଭିନ୍ନ ସ୍ଥାନରେ ରହିକି ସେବା କାର୍ଯ୍ୟ କରିଛନ୍ତି, କିନ୍ତୁ ପ୍ରଥମ ଥର ସେ ଜାଗାକୁ ଆସିଲା ପରେ ସେ ପ୍ରଶ୍ନ ପଚାରୁଛନ୍ତି। ଏଥି ପୂର୍ବରୁ ଅନ୍ୟ ଜାଗା ମାନଙ୍କରେ ଯାଇଛନ୍ତି, ଯୋଉ ଜାଗାରେ ସେବା କାର୍ଯ୍ୟ କରିଛନ୍ତି, ସେ ଜାଗା ମାନଙ୍କ ମଧ୍ୟରେ କୌଣସି ଜାଗାରେ ସେ ପଚାରି ନାହାନ୍ତି। ପଚାରିଛନ୍ତି ଏତେ ବଡ ପ୍ରଶ୍ନ ଯେ ମୋ ବିଷୟରେ ଲୋକେ କଣ କହନ୍ତି, ଆଉ ସେଇଟା ହଉଛି କାଇସରିଆ ଫିଲିପ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ତେବେ ଏଇ କାଇସରିଆ ଫିଲିପ କଣ? କାହିଁକି ଯୀଶୁ କାଇସରିଆ ଫିଲିପକୁ ହିଁ ଯାଇକି ସେ ଏ ପ୍ରଶ୍ନଟା ପଚାରୁଛନ୍ତି ଯେ ମୋ ବିଷୟରେ ଲୋକେ କଣ କହନ୍ତି? ସେ ନିଜକୁ ଜାଣିବା ପାଇଁ ଚାହିଁଲେ ଯେ ଲୋକମାନଙ୍କର ଚିନ୍ତାଧାରା ମୋ ବିଷୟରେ କଣ ଅଛି। କୋଉ ଜାଗାରେ? କାଇସରିଆ ଫିଲିପ। ଆମେ ବାଇବଲରେ ଦେଖିଛୁ କାଇସର ହଉଛି ଗୋଟିଏ ଶାସକ। କାଇସର ହଉଛି ଗୋଟିଏ ଶାସକ। ତେବେ ଏ ନାଁଟା କାଇସରିଆ ଫିଲିପ କେମିତି ଆସିଲା? କୁହାଯାଏ କାଇସରିଆ ଫିଲିପ, ମୁଁ କାଇସରିଆ ଫିଲିପର ବିଷୟରେ ଅଳ୍ପ କିଛି କହିଲା ପରେ ବାକ୍ୟ ବିଷୟ ଭିତରେ ପ୍ରବେଶ କରିବା ପାଇଁ ଚାହୁଁଛି। ଏ ଯୋଉ କାଇସରିଆ ଫିଲିପ, ଏଇଟା କାଇସରିଆ ଫିଲିପ ନାମରେ ନଥିଲା, ଏଥି ପୂର୍ବରୁ ପାନିଆସ ନାମରେ ଥିଲା। କିନ୍ତୁ 3 BC-ରେ ହେରୋଦ ଦ ଫିଲିପ 2, ଫିଲିପ 1 ବି ଅଛି, 2 ବି ଅଛି। ହେରୋଦ ଫିଲିପ 2 ସେ ହଉଛନ୍ତି ସନ୍ ଅଫ ଦ ଗ୍ରେଟ୍ ହେରୋଦ ଦ ଗ୍ରେଟ୍ ର ସନ୍। ଆଉ ସେ ତାଙ୍କୁ କୁହାଯାଏ ଫିଲିପ ଦ ଟେଟ୍ରାର୍ଚ ମଧ୍ୟ ବୋଲିକି। ସିଏ ଏଇ ନାଁକୁ ବଦଳେଇ ଦଉଛନ୍ତି। ଏଥି ପୂର୍ବରୁ ପାନିଆସ ଥିଲା, କିନ୍ତୁ ସେ କାଇସରିଆ ଫିଲିପ ବୋଲିକି ଏଇ ଜାଗାର ନାଁକୁ ସେ ଆଉ ବଦଳେଇ ଦଉଛନ୍ତି। ଆଉ ଏଇ ନାଁକୁ ସେ ତାଙ୍କ ଅଜା ଅଗଷ୍ଟସକୁ ଗିଫ୍ଟ କରିଥିଲେ ବୋଲିକି ମଧ୍ୟ କୁହାଯାଏ। ଆଉ କାଇସରିଆ ଫିଲିପର ବିଶେଷତ୍ୱ କଣ? ବିଶେଷତ୍ୱ ହଉଛି ଏଇଟା ଆମ ଓଡିଶାକୁ ଯଦି ଦେଖିବା, ଯେମିତିକି ଭୁବନେଶ୍ୱର ହେଇଗଲା, ଯେମିତିକି ପୁରୀ ହେଇଗଲା, ଏକ ତୀର୍ଥ ସ୍ଥାନ ଲୋକମାନେ ଉପାସନା କରିବା ପାଇଁ, ଆରାଧନା କରିବା ପାଇଁ ଏଇ ଜାଗାକୁ ଆସୁଥିଲେ। ପିଲଗ୍ରିମେଜ ବୋଲିକି କୁହାଯାଏ। ଅର୍ଥାତ୍ ଏହା ଏକ ତୀର୍ଥ ସ୍ଥାନ। କାରଣ କଣ କହିଲେ ବେଶୀ ଲମ୍ବା ହବ, ତେଣୁକରି ମୁଁ କହିବା ପାଇଁ ଚାହିଁବି କାନାନୀୟ ଲୋକମାନେ ଯେତେବେଳେ ରହୁଥିଲେ ବହୁ ବର୍ଷ ପୂର୍ବରୁ, ବାଲ ଦେବତା ସେ ଜାଗାରେ ଆଉ ଥିଲା। କିନ୍ତୁ ଯୀଶୁଙ୍କର ଆସିବାର ଅଳ୍ପ ସମୟ ପୂର୍ବରୁ, କିଛି ବର୍ଷ ପୂର୍ବରୁ
ସୁନ୍ଦର ସୁନ୍ଦର ମନ୍ଦିର ଗୁଡାକ ଏ ଜାଗାରେ ନିର୍ମାଣ କରାଯାଇଥିଲା। ସୁନ୍ଦର ସୁନ୍ଦର ମାର୍ବଲରେ, ଭେରି କଷ୍ଟଲି ମାର୍ବଲରେ। ଏଇ ଜାଗା ଗ୍ରୀକ ଗଡ, ଏଇ ଜାଗା ଗ୍ରୀକ ଗଡ ପାନ୍ ପାଇଁ ଫେମସ ଅଟେ। ପାନ୍ ପାଇଁ ଫେମସ ଅଟେ। ତେବେ ଏଇ ଜାଗା ଆଗରୁ ପାନିଆସ ଥିଲା, କିନ୍ତୁ କାଇସରିଆ ଫିଲିପ ବୋଲିକି ହେରୋଦ ଫିଲିପ ଟୁ ନାମଟା ଦେଇଛନ୍ତି। କେବେ? 3rd BCE ରେ ଏହା ବିଶ୍ୱାସ କରାଯାଏ। ଏଇ ଜାଗାର 3ଟି ବିଶେଷତ୍ୱ ହଉଛି ଯେ BC3 ରେ ଏହା ଏକ ସେଣ୍ଟର ଅଫ ରୋମାନ ଆଡମିନିଷ୍ଟ୍ରେସନ ହେଇଯାଇଥିଲା। ଯାହା କିଛି ସରକାରୀ କାର୍ଯ୍ୟାଳୟ ଥିବା ଦରକାର ଏଇ ଜାଗାରେ ଥିଲା। ଏଇଠି ହିଁ ସବୁ ବିଷୟ ଗୁଡାକ ନିଷ୍ପତ୍ତି ନିଆଯାଉଥିଲା। ପୁଣି ତାଙ୍କ ଦେଶ ମଧ୍ୟରେ କାର୍ଯ୍ୟ କରାଯାଉଥିଲା। କହିବାକୁ ଗଲେ ଇସ୍ରାଏଲ, ଯାହାକୁ ପାଲେଷ୍ଟାଇନ ବି ବୋଲିକି କହିବା, 4ଟି ପ୍ରୋଭିନ୍ସିଏସ ରେ ବିଭକ୍ତ କରାଯାଇଛି। ପ୍ରଥମ ହେଲା ଜିଉଡିଆ, ଦ୍ୱିତୀୟ ହେଲା ସମରିଆ, ତୃତୀୟ ହେଲା ଗ୍ୟାଲାଲି, ଆଉ ଚତୁର୍ଥ ହେଲା ପାରିଆସ। 4ଟି ଭାଗରେ ଇସ୍ରାଏଲ ଦେଶକୁ ବିଭକ୍ତ କରାଯାଇଥିଲା ଯୀଶୁଙ୍କ ସମୟରେ। ତ ଏଇଟା ପାନିଆସ ଏରିଆରେ ଆସେ। ତେବେ ଏଇ ଜାଗାରେ ଏ ସେଣ୍ଟର ଅଫ ରୋମାନ ଆଡମିନିଷ୍ଟ୍ରେସନ ହିସାବରେ ଏଇ ଜାଗାକୁ ମନୋନୀତ କରାଯାଇଥିଲା। ତେବେ ଗୋଟିଏ ମିଲିଟାରୀ ଫୋର୍ସର ଶକ୍ତି ଏଇ ଜାଗାରେ ଅଛି। ମିଲିଟାରୀ କର୍ମଚାରୀ ଗୁଡାକ ଏଇ ଜାଗାରେ ରହିକି ନିଷ୍ପତ୍ତି ନେବେ, ତାପରେ ଆକ୍ସନ ମଧ୍ୟକୁ ଯିବେ। ତେବେ ଏଇ ଜାଗାରେ ଗୋଟେ ଶକ୍ତି ଅଛି, ଯାହାକି ମିଲିଟାରୀ ଫୋର୍ସର ଶକ୍ତି। ଦ୍ୱିତୀୟ ବିଷୟ, ହେରୋଦ ଫିଲିପ ଟୁ ଏ ପର୍ଟିକୁଲାର ଜାଗାରେ ବ୍ରଟ ଅପ୍ ହେଇଥିଲେ ବୋଲିକି କୁହାଯାଏ। ଅର୍ଥାତ୍ ସେ ବଢିଥିଲେ, ଆଉ ତାହାଙ୍କର ରହିବାର ସ୍ଥାନ ମଧ୍ୟ ଥିଲା। ଜଣେ ସମ୍ରାଟ, ଜଣେ ଶାସକ। ଆଉ କୁହାଯାଏ ଯୋଉ 4ଟି ପ୍ରୋଭିନ୍ସିଏସ ଥିଲା, କିଏ କାହାଠାରୁ ଉଣା ବା ଅଧିକ ନୁହନ୍ତି, ସେମାନଙ୍କର ସେମ ପାୱାର ଥିଲା। ତେବେ ହେରୋଦ ଫିଲିପ, ଯେ କି ଶାସକ ଅଟନ୍ତି ଏକ ପ୍ରୋଭିନ୍ସେସ ର, ସେ ଜାଗାରେ ସେ ଜନ୍ମ ଗ୍ରହଣ କରୁଥିଲେ, ବଢିଥିଲେ। ପୁଣି ସେ ଜାଗାକୁ ନିଜ ଜାଗା ବା ବାସସ୍ଥାନ କରିଦେଇଥିଲେ। ପ୍ରଥମ ବିଷୟ ହେଲା ସେ ଜାଗାର ବିଶେଷତ୍ୱ, ଏ ସେଣ୍ଟର ଅଫ ରୋମାନ ଆଡମିନିଷ୍ଟ୍ରେସନ। ଦ୍ୱିତୀୟ ବିଷୟ ହେଲା ରାଜା ସେଇ ଜାଗାରେ ଅଛି, ଯାହାକି ଏକ ଦ୍ୱିତୀୟ ଶକ୍ତି। ତୃତୀୟ ଶକ୍ତି ଏ ଜାଗାରେ ହଉଛି, ତାହା ହଉଛି ଦେବତା ମାନଙ୍କର ଶକ୍ତି। ପାନ୍ ଗଡ, ଯାହାକି ଗ୍ରୀକ ଦେବତା, କାନାନାଇଟ ଗଡ, ଯାହାକି ବାଲ ଦେବତା। ଏଇ ଜାଗାରେ ଆହୁରି ଅନେକ ମନ୍ଦିର ଗୁଡାକ ଯାଇଥିଲା। ସୁନ୍ଦର ସୁନ୍ଦର ମନ୍ଦିର ଏବେ ରାଜାଙ୍କ ଦ୍ଵାରା ମଧ୍ୟ ନିର୍ମାଣ କରାଯାଇଥିଲା। ସେଥିପାଇଁ 19 ପଦରେ କଣ ବୋଲି ଲେଖା ଅଛି, ଟିକେ ପଢନ୍ତୁ। ମୁଁ ତୁମ୍ଭକୁ ସ୍ୱର୍ଗରାଜ୍ୟର କଞ୍ଚି ଦେବି, ଆଉ 20 ତୁମ୍ଭେ ପଦ ପଢନ୍ତୁ। ସେତେବେଳେ ସରି ସେ 18 ପଦ ପଢନ୍ତୁ। ଆଉ ମୁଁ ମଧ୍ୟ ତୁମ୍ଭକୁ କହୁଅଛି, ତୁମ୍ଭେ ପିତର, ପୁଣି ଏହି ପଥର ଉପରେ ମୁଁ ଆପଣା ମଣ୍ଡଳୀ ତୋଳିବି, ଆଉ ନରକର ବଳ ତାହାକୁ ପରାଜୟ କରିବ ନାହିଁ। ନରକର ବଳ ତାହାକୁ ଜୟ କରିବ ନାହିଁ। ଏଇ ଜାଗାରେ ଯୀଶୁ ଦେଖେଇ ଦେବା ପାଇଁ ଚାହାନ୍ତି ଯେ ଏ ଯୋଉ ପାନିଆସ ଅର୍ଥାତ୍ କାଇସର ଫିଲିପ, ସେ ଜାଗା ହଉଛି ଗୋଟେ ନରକର ବଳ। ଯଦି ବାଇବଲ ମାନେ ମୋବାଇଲ ବାଇବଲ ଆପଣ ଦେଖିବେ, ପାତାଳର ବଳ ବୋଲିକି ଲେଖା ଅଛି। ଆଉ ଇଂଲିଶ ବାଇବଲରେ ଦେଖିବେ ଆପଣ, ଦ ଗେଟ୍ସ ଅଫ ଦ ହେଲ ବୋଲିକି ଲେଖା ହେଇଛି। ତେବେ ନରକର ବଳ, ପାତାଳର ବଳ, ଆଉ ସେଇଟା କାହାର ବଳ? ଶୈତାନର ବଳ ଅଟେ। ଏଇଟା ହଉଛି ଶୟତାନର ବଳ।
समस्त शक्ति ओ प्रेज द लॉर्ड सब शक्ति जदि शैतान रो केउ जागा रे थिबो बोली कि जदि हम माने जानिबा पाई चाहो ताले ता होची नरक लोक माननकु समस्त शक्ति को प्रयोग करिकी से नरक मध्य को टाणिकी आणुछंती तबे यीशु ख्रीस्ट ए पानियास को अर्थात काइसरिया फिलिप को नरक सहित नरकर बल सहित पाताଳର ବଳ ସହିତ ତୁଳନା କରୁଛନ୍ତି ପ୍ରେଜ ଦ ଲର୍ଡ ଏଇ ଜାଗାରେ ସେ ଶବ୍ଦ ୟୁଜ କରିବାର ଅର୍ଥ ହେଲା ଏଇ ଜାଗା ହଉଛି ସେ ନରକ ଏ ନରକର ବଳ ହଉଛି ଏଇ ଜାଗା ପ୍ରେଜ ଦ ଲର୍ଡ ଟୁ ଜିସସ୍ କାରଣ କଣ এইটা এক তীর্থ স্থাନ କାହାର ତୀର୍ଥ ସ୍ଥାନ ଦେବତା ମାନଙ୍କର ଅବସ୍ଥା ରହିବାର ସ୍ଥାନ ଯେଉଁ ଜାଗାକୁ ଲୋକମାନେ ଦେବୀ ଦେବତା ମାନଙ୍କୁ ଉପାସନା କରିବା ନିମନ୍ତେ ଆସନ୍ତି ଏଇଟା ହଉଛି ସେଇ ଜାଗା ତିନୋଟି ଶକ୍ତି ଯାହାକି ମହାଶକ୍ତି ବୋଲି ବି କହିବା ସାଧାରଣ ଶକ୍ତି ନାହିଁ ଯାହାକି ଏଇ ଜାଗା ମଧ୍ୟରେ ଥିଲା ପ୍ରଥମ ଶକ୍ତି ଅଛି ଏ ସେଣ୍ଟର ଅଫ ରୋମାନ ଆଡମିନିଷ୍ଟ୍ରେସନ ରୋମାନ ଆଡମିନିଷ୍ଟ୍ରେସନ ର କାର୍ଯ୍ୟ କର୍ମ କ୍ଷେତ୍ରର ଏକ ଶକ୍ତି ରୋମିଓ ମିଲିଟାରୀ ଫୋର୍ସ ର ଶକ୍ତି ଆଉ ଦ୍ୱିତୀୟ ହେଲା ଏକ ରାଜାଙ୍କର ବାସସ୍ଥାନ ବା ରାଜାଙ୍କର ଶକ୍ତି ଆଉ ତୃତୀୟ ସବୁଠାରୁ ମହାନ ବଳ ହଉଛି ଶୈତାନର ଶକ୍ତି ନରକର ଶକ୍ତି ପାତାଳର ଶକ୍ତି ଆଉ ଏଇ ତିନୋଟି ଶକ୍ତି ମଧ୍ୟରେ ରହିକି ଯୀଶୁ ନିଜର ଶକ୍ତିକୁ ଜାଣିବା ନିମନ୍ତେ ପ୍ରଶ୍ନ କରୁଛନ୍ତି ଯେ ଭାଇମାନେ ଭଉଣୀମାନେ ଆଜି ପର୍ଯ୍ୟନ୍ତ ତମେ ଜାଣିଛ ମିଲିଟାରୀ ଫୋର୍ସ ର ଶକ୍ତି କଣ ରାଜାଙ୍କର ଶକ୍ତି କଣ ଦେବତା ମାନଙ୍କର ଶକ୍ତି କଣ ନରକର ଶକ୍ତି କଣ ହେଲେ ମୋର ଶକ୍ତି ବିଷୟରେ ତମର ଚିନ୍ତାଧାରା କଣ ଅଛି ମୋର ଶକ୍ତି ବିଷୟରେ ତମେ କଣ କହୁଅଛ ଏହା ଯୀଶୁ ଖ୍ରୀଷ୍ଟ ସେ ଜାଗାକୁ ଗଲା ପରେ ହିଁ ଜାଣିବା ପାଇଁ ଚାହିଁଲେ ମୋ ପ୍ରିୟମାନେ ମିଲିଟାରୀ ଫୋର୍ସ ର ଶକ୍ତି ହେରୋଦ ଫିଲିପ ର ଶକ୍ତି ତା ସହିତ ନରକର ଶକ୍ତି ମଧ୍ୟରେ ରହିକି ଆଉ ଯୀଶୁ ନିଜର ଶକ୍ତି ବିଷୟରେ ଜାଣିବା ପାଇଁ ଚାହିଁଲେ ଏଥି ପୂର୍ବରୁ କୌଣସି ଜାଗାକୁ ଯାଇକି ସେ ନିଜର ଶକ୍ତି ବିଷୟରେ ଜାଣିବା ପାଇଁ ନିଜର କାର୍ଯ୍ୟ ବିଷୟରେ ଜାଣିବା ପାଇଁ ସେ ଚାହିଁ ନାହାନ୍ତି କେବଳ ଏ ପାର୍ଟିକୁଲାର ଜାଗାକୁ ଗଲା ପରେ ସେ ଜାଣିବା ପାଇଁ ଚାହିଁଲେ ପ୍ରେଜ ଦ ଲର୍ଡ ହାଲେଲୁୟା ଗ୍ଲୋରି ଟୁ ଜିସସ୍ ତମେ ଜାଣିଛ ଅନ୍ୟ ଶକ୍ତି ଗୁଡାକ ହେଲେ ମୋ ବିଷୟରେ ତମେ କଣ କହୁଛ ତମ ଚିନ୍ତାଧାରା କଣ ଏବେ ଏମିତି ଯୀଶୁ କହିବା ପାଇଁ ଚାହାନ୍ତି ଆରେ ମୁଁ ସେ ଯେ କି ଶୂନ୍ୟ ମଧ୍ୟରୁ ଅନ୍ଧାର ମଧ୍ୟରୁ ସୁନ୍ଦର ପୃଥିବୀକୁ ନେଇକି ଆସିଛି ପ୍ରେଜ ଦ ଲର୍ଡ ହାଲେଲୁୟା ଗ୍ଲୋରି ଟୁ ଜିସସ୍ ଗୋଟେ ସେକେଣ୍ଡ ପଡୋଶୀ ମାନେ ଟିକେ ବିଚାର କରୁଥିବେ ସେ ସାଉଣ୍ଡ ଗଲେ ଶୋଇଥିବେ ସେମାନେ ତ ସେଥିପାଇଁ ତେବେ ଏଇ ସ୍ଥାନରେ କହିବା ପାଇଁ ଚାହାନ୍ତି ମୁଁ ହିଁ ସିଏ ଯିଏ କି ଅନ୍ଧାର ମଧ୍ୟରୁ ଶୂନ୍ୟ ମଧ୍ୟରୁ ପୃଥିବୀକୁ ନେଇକି ଆସିଛି ଆରେ ମୁଁ ହିଁ ସିଏ ଯିଏ କି ଏକ ବୁଢୀ ସାରା ଆଇମା ଯାହାଙ୍କର 90 ବର୍ଷ ସମୟରେ ମୁଁ ଏକ ପୁତ୍ର ଦେଇଛି ଗତ ଦିନ ମାନଙ୍କରେ ବିଶ୍ୱାସ ଉପରେ ଯେତେବେଳେ ବାକ୍ୟ ଦଉଥିଲି ଆଉ ମୁଁ ତାଙ୍କୁ ତଦନ୍ତ କରିଥିଲି ଯେ ମେଡିକାଲ ଅନୁସାରେ ବିଜ୍ଞାନ ଅନୁସାରେ ଜଣେ ମହିଳାଙ୍କ ପାଖରେ ଅଣ୍ଡକୋଷ ଅର୍ଥାତ ଗର୍ଭ ଧାରଣ କରିବା ନିମନ୍ତେ ଯୋଉ ଅଣ୍ଡା ଥାଏ ତାହା କେବଳ 45 ରୁ 49 ବର୍ଷ ପର୍ଯ୍ୟନ୍ତ ହିଁ ଥାଏ ଅର୍ଥାତ ଛୋଟ ଠାରୁ ସେତେ ବର୍ଷ ପର୍ଯ୍ୟନ୍ତ ଥାଏ ଯଦି 49 ବର୍ଷ ହେଇଗଲା 50 ହେଇଗଲା ବେଳକୁ ତା ପାଖରେ ଆଉ ସେ ଅଣ୍ଡକୋଷ ନଥିବ ସେ ଗର୍ଭ ଧାରଣ ହିଁ କରିପାରିବ ନାହିଁ ଏଇଟା ବିଜ୍ଞାନ ଦ୍ଵାରା ପ୍ରମାଣିତ କରାଯାଏ ମାନେ କୁହାଯାଏ କିନ୍ତୁ ତାହାର
ମନେକର 50 ବର୍ଷ ଖତମ ହେବାର ତାର 40 ବର୍ଷ ଗଲା ପରେ ଯେତେବେଳେ କି କୌଣସି ବିଷୟ ନଥିବ ବିଶ୍ୱାସ କରିବା ନିମନ୍ତେ ଯେ ଜଣେ ବ୍ୟକ୍ତି ଗର୍ଭଧାରଣ କରିବ, ସେ ସମୟରେ ଏକ ସନ୍ତାନ ମୁଁ ଦେଇଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କହିବା ପାଇଁ ଚାହାନ୍ତି ମୁଁ ସିଏ ଯେ କି ଏକ ବୃଦ୍ଧା ମହିଳାଙ୍କୁ ଯାହାଙ୍କ ପାଖରେ କୌଣସି ଆଶା ହିଁ ନଥିଲା ତାଙ୍କୁ ସନ୍ତାନ ଦେଇଛି। ଆରେ ମୁଁ ହିଁ ସିଏ ଯେ କି ସୁପସାଗରକୁ 2 ଭାଗ କରିଛନ୍ତି। ମୁଁ ହିଁ ସିଏ ଜିରିହ ପ୍ରାଚୀରକୁ ଚୁରମାର କରିଦେଇଛନ୍ତି। ବଡ ମଜା ଲାଗେ ଜିରିହ ପ୍ରାଚୀର ବିଷୟରେ ଯେତେବେଳେ ମାନେ ଚିନ୍ତା କରୁ। କୁହାଯାଏ 7ଟି ଶଗଡ଼ ସେ ପ୍ରାଚୀର ଉପର ଦେଇକି ଯିବା ନିମନ୍ତେ ସ୍ପେସ୍ ଅଛି। ଗୋଟିଏ ଶଗଡ଼ ଯିବା ନିମନ୍ତେ କମ ସେ କମ 8 ରୁ 9 ଫିଟ ର ଆବଶ୍ୟକ ଜାଗା ପଡେ। ଯେବେ 7 × 9 ଯଦି ଆମେ କରିଦବା ବୋଲେ କେତେ ହବ? କେତେ ଚଉଡା କେତେ ଚଉଡା ପ୍ରାଚୀର। ସେ ପ୍ରାଚୀରକୁ ଯଦି ବଡ ବଡ ବୋମା ଗୁଡାକ ମଧ୍ୟ ପକେଇକି ଆଉ ତାକୁ ମାନେ ଭାଙ୍ଗିବା ନିମନ୍ତେ ଚେଷ୍ଟା କରିଥାନ୍ତେ, ତଥାପି ହେଇନଥାନ୍ତା। ଜିଲାଟିନ ଗୁଡାକ ଲଗେଇଲେ ମଧ୍ୟ ହେଇନଥାନ୍ତା। ପ୍ରଭୁ କହିଲେ ନା ବୋମାର ଆବଶ୍ୟକ ନା ଜିଲାଟିନ ର ଆବଶ୍ୟକ। ଗୋଟେ କାମ କର, ଜଷ୍ଟ ପ୍ରତି ସକାଳୁ 7 ଦିନ ପର୍ଯ୍ୟନ୍ତ ରାଉଣ୍ଡ ଲଗାଅ, ଟ୍ରାମ୍ପେଟ ବଜେଇକି ମୋର ଉପାସନା କର ତମ ପାଖରେ। ମୋର ନିୟମ ସିନ୍ଧୁକ ଥାଉ। 6 ଦିନ ପର୍ଯ୍ୟନ୍ତ କଲା ପରେ 7ମ ଦିନ ପରେ 7ଟି ରାଉଣ୍ଡ ଗଲା ପରେ ସେ କହିବା ପାଇଁ ଚାହାନ୍ତି ମୁଁ ସିଏ। କେବଳ ତୁମେ ମୋର ଆରାଧନା କଲ, କୌଣସି ପରିଶ୍ରମ କରିବାକୁ ପଡିଲା ନାହିଁ। ଆଉ ସେ ପ୍ରାଚୀର ଯାହାକି ଜିରିହ ଲୋକମାନଙ୍କର ଗର୍ବର ବିଷୟ ଥିଲା ଭାଙ୍ଗି ଯାଇଥିଲା। ପ୍ରେଜ୍ ଦ ଲର୍ଡ। ମୁଁ ସିଏ। ତାପରେ ସେ କହିବା ପାଇଁ ଚାହାନ୍ତି ଆରେ ମୁଁ ସିଏ ଯେ କି 5ଟି ରୁଟି 2ଟି ମାଛରେ 5,000 ଉର୍ଦ୍ଧ୍ୱ ଲୋକମାନଙ୍କୁ ଖୁଆଇଛି। ମୁଁ ସିଏ ଝଡ଼ ଆଉ ବର୍ଷାକୁ ବନ୍ଦ କରିଛି। ମୁଁ ହିଁ ସିଏ ମୃତ ଲାଜାରକୁ ଜୀବନ ଦେଇଛି। ଆଉ ସେଦିନ ମୁଁ ପ୍ରଚାର କରୁଥିଲି ଯେ ଲାଜାର ବିଷୟରେ। ଯୀଶୁ 4 ଦିନ ଗଲା ପରେ ସେ ଜାଗାକୁ ଯାଉଛନ୍ତି। କାରଣ କଣ? ଯହୁଦୀ ମାନଙ୍କର ଏକ ବିଶ୍ୱାସୀୟ ପୁସ୍ତକ ରହିଛି ଯାହାକି ତାଲମୁଡ। ସେ ଜାଗାରେ ଉଲ୍ଲେଖ ଅଛି ଜଣେ ବ୍ୟକ୍ତି ଯେତେବେଳେ ମୃତ୍ୟୁବରଣ କଲେ ସେତେବେଳେ 3 ଦିନ ପର୍ଯ୍ୟନ୍ତ ସେ ଶବ ପାଖରେ ପ୍ରାଣ ରହିଥାଏ। 3 ଦିନ ଭିତରେ ପ୍ରାଣ ପ୍ରବେଶ କରି ପୁନର୍ଜୀବିତ ସେ ହେଇପାରିବ। କିନ୍ତୁ ଯୀଶୁ 4 ଦିନ ଗଲା ପରେ ସେ ଜାଗାକୁ ଯିବାର ଅର୍ଥ ହଉଛି ଆଉ ସେମାନଙ୍କର ବିଶ୍ୱାସ ହିଁ ନଥିବ, ଭରସା ହିଁ ନଥିବ ଯେ ପୁନର୍ବାର ପାଖରେ ଥିବା ପ୍ରାଣ ପ୍ରବେଶ କରି ସେ ଜୀବିତ ହବ ବୋଲିକି। ଯେତେବେଳେ ତମର ବିଶ୍ୱାସ ର କିଛି ବି ଲେସ୍ ନାହିଁ, ସେ ସମୟରେ ଲାଜାରକୁ ଜୀବନ ଦେବା ବ୍ୟକ୍ତି ହଉଛି ମୁଁ। ଏ ସମସ୍ତ କାର୍ଯ୍ୟ ମୋ ବିଷୟରେ ଜାଣିକି ଦେଖିକି ମୋ ବିଷୟରେ ତମେ କଣ ଭାବୁଅଛ? ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ଗ୍ଲୋରି ଟୁ ଜିସସ୍। ଜାଣିଛ ତମେ ଶକ୍ତି ରାଜାଙ୍କର, ଜାଣିଛ ତମେ ଶକ୍ତି ମିଲିଟାରୀ ଫୋର୍ସ ର, ଜାଣିଛ ତମେ ଶକ୍ତି ଦେବତା ମାନଙ୍କର, ହେଲେ ମୋ ଶକ୍ତି ବିଷୟରେ ତମେ କଣ କହୁଅଛ? ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ଗ୍ଲୋରି ଟୁ ଜିସସ୍। ଯଦି 14 ପଦ ଆମେ ଦେଖିବା, ଯୀଶୁଙ୍କୁ ଏ ପ୍ରକାର ଭାବରେ ପ୍ରକାଶ କରାଯାଇଛି ଯେ ଏଲିଓ ଭାବରେ, ଆଉ ଯେ ଜୋନ ମାନେ ବାପ୍ତିଜକ ଜୋହନ ଭାବରେ, ଜିରିମିଓ ଭାବରେ, ପୁଣି ଅନ୍ୟ ବ୍ୟବସ୍ଥା ମାନଙ୍କ ଭବିଷ୍ୟତ ବକ୍ତା ମାନଙ୍କର ନାମ ଦିଆଯାଇଛି। ଅର୍ଥାତ ତାହା ସେମାନଙ୍କର ହିସାବରେ ଯୀଶୁଙ୍କୁ ପ୍ରକାଶ କରାଯାଇଛି। କିନ୍ତୁ ସେମାନେ ନଥିଲେ। ତେବେ ଏଇ ଜାଗାରେ ଯୀଶୁ ଖ୍ରୀଷ୍ଟ ନିଜ ବିଷୟରେ ଜାଣିବା ପାଇଁ ଚାହିଁଲେ। ଏ ଅନେକ ପ୍ରକାର ଶକ୍ତି ମଧ୍ୟରେ ଆଉ ନିଜର ଶକ୍ତିକୁ ସେ ଜାଣିବା ପାଇଁ ଚାହିଁଲେ। ମୋ ପ୍ରିୟ ମାନେ, ଆମମାନଙ୍କ ଜୀବନରେ ମଧ୍ୟ ଯୀଶୁ ସେଇ ପ୍ରଶ୍ନ ପଚାରିବା ପାଇଁ ଚାହାନ୍ତି ଯେ ଯୀଶୁ ଆମ ପାଇଁ କିଏ? ଯୀଶୁ ଆମ ପାଇଁ କିଏ? ଯେତେବେଳେ ଆମେ ଅସୁସ୍ଥ ହେଇଯାଉ ସେତେବେଳେ ଡକ୍ଟରର ଶକ୍ତିକୁ ଆମେ ବଡ କରୁ ବା ଯୀଶୁଙ୍କର ଶକ୍ତିକୁ ପ୍ରାଧାନ୍ୟତା ଦେଉ। ଯେତେବେଳେ ଆର୍ଥିକ ଆବଶ୍ୟକତା ପଡେ ସେତେବେଳେ ଯୀଶୁଙ୍କର ଶକ୍ତିକୁ ଆମେ ପ୍ରଧାନତା ଦଉ।
कि बैंक रो शक्ति को प्रधानता देऊ जितेबेले कौन सरकार कर्म क्षेत्र रे किछि काम करबा निमंते जाओ सेतेबेले अर्थ देकी लांचर शक्ति को आमे प्रधानता देऊ कि ना यीशुଙ୍କର शक्ति को प्रधानता दो। अनेक मीडिया गुड़ाक रही जो माने कि शक्तिशाली ताठारू आमनकर यीशुଙ୍କର शक्ति महान कि ना से माने आमनକୁ शक्तिर सहित टाणिकी नेउछंती आमनक जीवन गतिविधि मध्यरे मो प्रिय माने अनेक जीवन रे ईश्वरଙ୍କର पवित्रता को यीशुଙ୍କର धार्मिकता को तांकर विश्वस्तता को तांकर प्रेम को जेतेबेले उपस्थापना करबाको पड़िଥାଏ तांकर से समस्त प्रकार शक्ति को स्थापन करबाको पड़िଥାଏ से समय रे आमे तांकर शक्ति को स्थापन करूछु कि से समस्त गतिविधि रे यीशु को हम जीवन मध्य चिन्हुछु कि यह चिंतार विषय मो प्रिय माने प्रेज द लॉर्ड प्रति विषय रे जेतेबेले असुस्थ हो से समय यीशुଙ୍କର शक्ति को चिन्हु जेतेबेले कौन सी सरकारी कार्य होची नाम अंचल मध्य लांछन देकी कौन सी कार्य हो नहीं लांचर शक्ति को प्रधानता दउछु ना जीसु जे करिवे तांको ऊपर विश्वास भरोसा करबा द्वारा सेही शक्ति निमंते माने अपेक्षा करूछु जेतेबेले अभाव हो जाउची आ सेही समय रे बैंक रो शक्ति को सम्मुख को आणुछु ना जीसु जे मते प्रोवाइड करिवे से शून्य मध्यरु आनिबा व्यक्ति से शक्तिर अपेक्षा रे रहउछु मो प्रिय माने आमानकर गतिविधि रे यीशुଙ୍କର शक्ति को देखिबा आवश्यक प्रेज द लॉर्ड टू जीसस आमाने ताड़ना मध्य दे की गति करूछु दुख मध्य दे की गति करूछु कष्ट मध्य दे की गति करूछु जेतेबेले लोके आम पाखक आसिकी पचारंती यीशुଙ୍କ विषୟରେ आमे तांको छुपेई दउछु ना सामना को आसिकी प्रकाश करूछु करि परिबा जेतेबेले 20 लोक पळे आसीबा पाखकू कहिबे यीशुଙ୍କ नाम को अस्वीकार कर नाइ तो तते मार दबो सेतेबेले आमाने अस्वीकार करिबा ना स्वीकार करिबा मो प्रिय माने तार विषय किंतु कहबा चाहि प्रतिदिन पृथ्वीरे आ जीसु को स्वीकार करबा आवश्यक आमानको दैनंदिन जीवन रे जते सब कार्य पड़े प्रतिटी क्षेत्र रे जीसु को स्वीकार करबा आवश्यक जेतेबेले लाइफस्टाइल हमें करूछु पवित्रता धार्मिकता विश्वस्तता देखैबा जगह मानकरे से समस्त देखैबा आवश्यक आ जीसु ताहा चाहंती टाइम बहुत ही गला से कम समय मध्य किसी सब कथा कहीकि मु समाप्त करबा चाहिए आराधना मध्य प्रथम विषय होची चिन्हिबा द्वितीय विषय होची देवा देवा कौन जहाँ से चाहती आ 14 पदरे लोके तांकु दौछंती कौन बोली कि बाप्तिजक जोहन बोली कि एलियो बोली कि जिरिमियो बोली कि भविष्यत वक्ता गुड़िक मानक मध्य जड़े हेइथिबो बोली कि जहाँके जीसु चाहू नथिले किंतु पितरंको हमें देखुचु से कहले तुम माने कौन कहूछ बोली जेतेबेले पचारले लोक मानकर कथा छाड़ लोक माने तो विभिन्न नाम देले मु जोड़ा चाहूनी ताहा सबु किंतु तमे मते कौन दउछ पितर कहले जीवित पिता ईश्वरंकर पुत्र मसीह बोली कि प्रेज द लॉर्ड तमे से ख्रीष्ट जे कि जीवंत ईश्वरंकर पुत्र आ सेटा ही सुनिबा निमंते जीसु जगिथिले मो प्रिय माने सेटा ही सुनिबा निमंते जीसु जगिथिले जदि प्रभु मानक ठारू चाहंती पाइबा निमंते आमे केउ विषय दउछु से दिन जहा जीसु चाहू नथिले से चाहू नथिले लोके मते बाप्तिजक जोहन बोली कि डाकंतु बा चिन्हंतु एलियो बोली चिन्हंतु कि जिरमियो बोली चिन्हंतु मो जिए मते सही भाव चिन्हतु अर्थात मु मसीह मु ख्रीष्ट मते ख्रीष्ट भाव चिन्हतु एई नाम दियंतु किंतु लोके ताहा देले नाही किंतु पितरंक निमंते परमेश्वर धन्यवाद हो से सही नाम तांकु दौछंते तबे आराधना मध्य द्वितीय विषय होची दबा किंतु केउ विषय को दबा जहा से चाहंती प्रेज द लॉर्ड
ମୋ ପ୍ରିୟ ମାନେ ଆମେ ଈଶ୍ୱରଙ୍କର ଆରାଧନା କରିବା ପାଇଁ ଚାହୁଁଛୁ। ଆମେ ଆସିଅଛୁ ଆଉ କରୁଥାଉ। ଆମେ କଣ ଦଉ? ସେ ଚାହାନ୍ତି ଆମମାନଙ୍କ ଠାରୁ ଆମମାନଙ୍କର ସୁନ୍ଦର ମନକୁ, ସେ ଚାହାନ୍ତି ଆମମାନଙ୍କର ପ୍ରାଣକୁ, ସେ ଚାହାନ୍ତି ଆମମାନଙ୍କର ଆତ୍ମାକୁ। ପ୍ରେଜ୍ ଦ ଲର୍ଡ, ଗ୍ଲୋରି ଟୁ ଜିସସ୍। ମନ, ପ୍ରାଣ, ଆତ୍ମାର ସହିତ ସମ୍ପୂର୍ଣ୍ଣ ସମର୍ପଣ ସହିତ ନିଜକୁ ବଳି କରିବା, ଚଢେଇ ଦେଇକି ସମର୍ପଣ କରିକି ଆରାଧନା କରିବା ନିମନ୍ତେ, ଉପାସନା କରିବା ନିମନ୍ତେ, ସେବା କରିବା ନିମନ୍ତେ ସେ ଆମମାନଙ୍କୁ କହନ୍ତି ଆଉ ଆମ ଠାରୁ ଚାହାନ୍ତି। ଆମେ ଦବା କି ମୋ ପ୍ରିୟ ମାନେ? ପୁଣି ସେ ଆମମାନଙ୍କୁ ଚାହାନ୍ତି ଯେ ପ୍ରେମ, ଆମେ ପ୍ରେମ କରୁ, ଆମେ ତାଙ୍କ ଉପରେ ସମ୍ପୂର୍ଣ୍ଣ ଭରସା କରୁ, ତାଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ କରୁ। ପ୍ରେଜ୍ ଦ ଲର୍ଡ। ଆମେ ତାଙ୍କ ଉପରକୁ ତାଙ୍କୁ ପ୍ରେମ କରିପାରିବା କି? ବିଶ୍ୱାସ କରିବା କି? ତାଙ୍କ ଉପରେ ସମ୍ପୂର୍ଣ୍ଣ ଭାବରେ ଭରସା କରିବା କି? ସେମାନଙ୍କୁ ଚାହାନ୍ତି ଯେ ଏକ କ୍ଷମାମୟ ହୃଦୟ ହଉ, ଦୟାରେ ପରିପୂର୍ଣ୍ଣ ଜୀବନ ହଉ, ବିଶ୍ୱସ୍ତତା ଜୀବନ ହଉ, নম্রতা ଜୀବନ ହଉ। ଆମେ କଣ ମୋ ପ୍ରିୟ ମାନେ ସେ ପ୍ରକାର ଜୀବନ କାଟିବା କି? କ୍ଷମାର ଜୀବନ, ଦୟାର ଜୀବନ, ବିଶ୍ୱସ୍ତତାରେ ପରିପୂର୍ଣ୍ଣ ଜୀବନ, নম্রତାରେ ପରିପୂର୍ଣ୍ଣ ଜୀବନ ଆମେ କାଟିବା କି ମୋ ପ୍ରିୟ ମାନେ? କାରଣ ତାହା ସେ ଚାହାନ୍ତି। ଯଦି ପ୍ରଭୁ ଆମମାନଙ୍କ ଠାରୁ ଚାହାନ୍ତି ପାଇବା ନିମନ୍ତେ, ଆମେ ଦେବା କଣ? ସେ କେବଳ କେବଳ ଚାହାନ୍ତି ଆମମାନଙ୍କ ମନ, ପ୍ରାଣ, ଆତ୍ମାକୁ। ଆମେ ପ୍ରେମ କରୁ, ଆମେ ତାଙ୍କ ଉପରେ ବିଶ୍ୱାସ କରୁ, ଆମେ ତାଙ୍କୁ ଭରସା କରୁ। ଓ ପ୍ରେଜ୍ ଦ ଲର୍ଡ। ସେଇ ସମସ୍ତ ବିଷୟ ଗୁଡାକ ଚାହାନ୍ତି। ପୁଣି ତାଙ୍କର ଗୁଣ ଗୁଡାକ, ଏ କ୍ଷମା, ଦୟା, ବିଶ୍ୱସ୍ତତା, নম্রতা, ଏ ସମସ୍ତ ବିଷୟ ଗୁଡାକ ଆମ ଜୀବନ ମଧ୍ୟରେ ଦେଖାଯାଉ, ସେ ତାହା ଚାହାନ୍ତି ମୋ ପ୍ରିୟ ମାନେ। ତା ସହିତ ଖୋଲିଆ ବାଇବଲରେ କହିଦେଇଛନ୍ତି କଣ? ଦଶମାଂଶ ବିଷୟରେ। କେତେ ଲୋକ ଆମେ ଦଶମାଂଶ ଦଉଛୁ? କେତେ ଲୋକ ଆମେ ଦଶମାଂଶ ଦଉଛୁ? ନିଜକୁ ପଚାରୁ। ଯଦି ଆମେ ଦଶମାଂଶ ମଣ୍ଡଳୀକୁ ଦଉନୁ, ତାହେଲେ ଈଶ୍ୱରଙ୍କର ଭଣ୍ଡାରରୁ ଚୋରି କରୁଛୁ। ଆମେ ସମସ୍ତେ ଜାଣିଛୁ ଏ ବିଷୟ। ଜାଣିକି ମଧ୍ୟ ଆମେ ଚୋର ପାଲଟି ଯାଉଛୁ, ତଥାପି ଆମେ ହସ୍ତ ବଢଉନୁ। ଓ ଅନେକ ଲୋକମାନେ ଯେତେବେଳେ ଆବଶ୍ୟକ ବିଷୟ ଦେଖାଯାଏ, ସମ୍ମୁଖକୁ ଅଣାଯାଏ, ଦେଖିକି ଅନଦେଖା କରନ୍ତି। କିନ୍ତୁ କହିବା ପାଇଁ ଚାହେଁ ମୋ ପ୍ରିୟ ମାନେ, ଯୀଶୁ ଚାହାନ୍ତି ଆମେ ଭେଟିର ହସ୍ତକୁ ବଢେଇବା। ପ୍ରେଜ୍ ଦ ଲର୍ଡ, ଗ୍ଲୋରି ଟୁ ଜିସସ୍। ଯୀଶୁ ଚାହାନ୍ତି ଆମେ ଭେଟିର ହସ୍ତକୁ ବଢେଇବା। ପ୍ରଭୁ ଚାହାନ୍ତି ଏହା ମଧ୍ୟ ଯେ ଆମେ ପ୍ରାର୍ଥନାର ସହିତ ବସୁ, ପ୍ରାର୍ଥନାରେ ବସିକି ତାଙ୍କ ସହିତ ସମୟ କ୍ଷେପଣ କରୁ, ବାକ୍ୟ ଅଧ୍ୟୟନ କରୁ ଓ ବାକ୍ୟ ପାଠ କରୁ, ଆଉ ତାଙ୍କୁ ଆମେ ଅତ୍ୟଧିକ ସମୟ ଦଉ। ଓ ପ୍ରେଜ୍ ଦ ଲର୍ଡ। ଆମେ ଉପବାସରେ ମଧ୍ୟ ତାଙ୍କୁ ସହିତ ଆମେ ବସିକି ତାଙ୍କୁ ଆମେ ସମୟ ଦଉ। এই ସମସ୍ତ ବିଷୟ ଯୀଶୁ ଚାହାନ୍ତି। ଅନେକ ବିଷୟ ଗୁଡାକ ରହିଛି ଯାହାକି ଯୀଶୁ ଚାହାନ୍ତି, କିନ୍ତୁ କେତେକ ଇମ୍ପୋର୍ଟାଣ୍ଟ ଗୁଡାକ ଯାହାକି ମୁଁ ଆପଣ ମାନଙ୍କ ସମ୍ମୁଖରେ ରଖିବା ପାଇଁ ଚାହିଁଲି ଆଉ ରଖିଲି। ପ୍ରେଜ୍ ଦ ଲର୍ଡ। ଯେ ଯୀଶୁ ଆମ ଠାରୁ କଣ ଚାହାନ୍ତି, ମୁଁ ଯେଉଁ ସମସ୍ତ ବିଷୟ ଗୁଡାକ ଆପଣଙ୍କ ସମ୍ମୁଖରେ ରଖିଲି, ଆମେ କହିବା କି ପ୍ରଭୁ ମୁଁ ଏ ସମସ୍ତ ବିଷୟ ତୁମକୁ ଦେବାକୁ ଚାହେଁ। ତେବେ ଆରାଧନାରେ ମୋ ପ୍ରିୟ ମାନେ ସେ ତାହା ଚାହାନ୍ତି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା, ଗ୍ଲୋରି ଟୁ ଜିସସ୍। ଆମେ ସେ ବିଷୟ ଦବା ଯାହାକି ସେ ଚାହାନ୍ତି। ସେଦିନ କଇନ ହାବେଲ ଦୁଇ ଜଣ ଆଣୁଛନ୍ତି ପରମେଶ୍ୱରଙ୍କର ସମ୍ମୁଖକୁ, କିନ୍ତୁ କଇନଙ୍କର ଚାହୁଁନଥିଲେ ଆଉ ଗ୍ରହଣ କଲେ ନାହିଁ, କିନ୍ତୁ ହାବେଲଙ୍କର ସେ ଚାହିଁଲେ ଆଉ ଗ୍ରହଣ କଲେ। ଆଉ ଗୋଟେ ଦିନ ଅବ୍ରାହମଙ୍କ ପାଖକୁ ଯେତେବେଳେ ଯୀଶୁ ଖ୍ରୀଷ୍ଟ ପରମେଶ୍ୱର ଆଉ ଯୀଶୁ ଖ୍ରୀଷ୍ଟ ବୋଲି କୁହାଯାଏ, ତ ମାନେ ଭିଜିଟ କରିଥିଲେ, ସେ ସମୟରେ ଉତ୍ତମ ବିଷୟକୁ, ଅର୍ଥାତ୍ ଉତ୍ତମ ମଇଦା, ତାପରେ ଉତ୍ତମ ଗୋବଛକୁ ହିଁ ସେ କାଟିକି ଦେଇଥିଲେ। ଅର୍ଥାତ୍ ଉତ୍ତମ ବିଷୟକୁ ସେ ଚାହିଁଥିଲେ। ପରମେଶ୍ୱରଙ୍କୁ ମାନେ ତାହା ଦବା କି? ସେ ଉତ୍ତମ ବିଷୟକୁ ଚାହାନ୍ତି। ଓ ପ୍ରେଜ୍ ଦ ଲର୍ଡ। ଆମମାନେ ଦେବା କି ମୋ ପ୍ରିୟ ମାନେ? ପ୍ରେଜ୍ ଦ ଲର୍ଡ। କାରଣ ଆରାଧନା ଯେବେ ଆମେ କରୁଛୁ, ଉପାସନା ଯେବେ କରୁଛୁ, ସେବା ଯେବେ କରୁଛୁ, ଆଉ ତିନୋଟି ବିଷୟ ଥାଏ। ପ୍ରଥମ ବିଷୟ ହେଲା ତାଙ୍କୁ ଚିହ୍ନିବା, ପ୍ରତିଟି କ୍ଷେତ୍ରରେ ତାଙ୍କର ଶକ୍ତିକୁ ଚିହ୍ନିବା। ଦ୍ୱିତୀୟ ବିଷୟ ହେଲା ଦେବା, ସେ ଯୋଉଟା ଚାହୁଁଛନ୍ତି ତାହା ଦେବା। ତେବେ ତୃତୀୟ ବିଷୟ କଣ? ଆମେ ତାଙ୍କୁ ଚିହ୍ନିଲା ପରେ,
ତାଙ୍କୁ ଦେଲା ପରେ ସେ ନିରବରେ ବସିବେ ନାହିଁ। ଓ ପ୍ରେଜ ଦ ଲର୍ଡ, ହାଲେଲୁୟା। ସେ ଚୁପଚାପ ବସିବେ ନାହିଁ। ଗ୍ଲୋରି ଟୁ ଜିସସ୍। ସେ ମଧ୍ୟ ଆମମାନଙ୍କୁ ଦେବେ, କିନ୍ତୁ ଦେବେ କଣ? ଯାହାକି ଆମେ ଭାବି ନଥିବା, କଳ୍ପନା କରିନଥିବା ସେଇ ବିଷୟ ଦେବେ। ପ୍ରେଜ ଦ ଲର୍ଡ। 17 ପଦରେ ଗୋଟେ ସୁନ୍ଦର ବିଷୟ ଲେଖା ଅଛି ଯେ ଏହା ମାଂସ ଦେଇକି, ରକ୍ତ ମାଂସ ଦେଇକି ଧାରୀ ପ୍ରାଣୀ ଏ ବିଷୟଟି ଜାଣିପାରିବ ନାହିଁ। ଚିହ୍ନିବା ନିମନ୍ତେ ଜାଗତିକ ରିଲମ ରୁ ଉର୍ଦ୍ଧ୍ୱ ମାନଙ୍କୁ ଯିବାକୁ ପଡିବ, ଆତ୍ମିକ ରିଲମ ମଧ୍ୟକୁ, ତେବେ ଯାଇକି ଆମେ ଚିହ୍ନି ପାରିବା। ତେବେ 18 ପଦରେ ଆଉ ଯୀଶୁ କହିଲେ ଯେ ମୁଁ ମଣ୍ଡଳୀକୁ ତୋଳିବି। ଏଇଟା ହଉଛି ଗିଫ୍ଟ। କାହା ନିମନ୍ତେ? ପିତରଙ୍କ ନିମନ୍ତେ। ଏଇଟା ହଉଛି ଗିଫ୍ଟ। ଯୀଶୁ କହିଲେ ଯେ ପିତର, ଏଇ ପଥର ଉପରେ ମୁଁ ଆପଣ ମଣ୍ଡଳୀ ତୋଳିବି। କ୍ୟାଥଲିକ ଚର୍ଚ୍ଚ ବିଶ୍ୱାସ କରନ୍ତି ପଥର ହଉଛି ପିତର, ପିତରଙ୍କ ଉପରେ ମଣ୍ଡଳୀ ସ୍ଥାପନ କଲେ ବୋଲିକି, କିନ୍ତୁ କହିବା ପାଇଁ ଚାହେଁ ପିତରଙ୍କ ଉପରେ ନାହିଁ, ଯୀଶୁ ନିଜ ବିଷୟ ଉପରେ ହିଁ ସ୍ଥାପନ କରିଛନ୍ତି। ସେଇଟା ଅଲଗା ଟପିକ। ତେବେ ପିତରଙ୍କ ସମ୍ମୁଖରେ ଏଇ ଗୁରୁତ୍ୱପୂର୍ଣ୍ଣ ବିଷୟକୁ ସେ ପ୍ରକାଶ କରୁଛନ୍ତି ଯେ ମୁଁ ମଣ୍ଡଳୀ ତୋଳିବି। ମୋ ପ୍ରିୟ ମାନେ, ଆଜି ପର୍ଯ୍ୟନ୍ତ ମଣ୍ଡଳୀ ଅପ୍ରକାଶିତ ଭାବରେ ଥିଲା, ପ୍ରକାଶମାନ ହୋଇନଥିଲା। ପୁରାତନ ନିୟମରେ ଆମେ ଦେଖୁଛୁ ଲୋକ ଦଳ ଯୋଉ ଜାଗାରେ ଈଶ୍ୱରଙ୍କର ଆରାଧନା ହେଲା, କିନ୍ତୁ ତା ନିମନ୍ତେ ଅନ୍ୟ ପ୍ରକାର ଶବ୍ଦକୁ ବ୍ୟବହାର କରାଯାଇଛି। ତାପରେ ସେଇ ଆରାଧନାର ଶୈଳୀ ବା ଷ୍ଟାଇଲ ଭିନ୍ନ ଅଟେ, କିନ୍ତୁ ନୂତନ ନିୟମର ଆରାଧନାର ଶୈଳୀ ଭିନ୍ନ ଅଟେ, ଆଉ ମଣ୍ଡଳୀ ଭିନ୍ନ ଅଟେ। ମୋ ପ୍ରିୟ ମାନେ, ଆଉ ଏଇ ମଣ୍ଡଳୀ ତାହା ଏବେ ପର୍ଯ୍ୟନ୍ତ ଅପ୍ରକାଶିତ ଭାବରେ ଥିଲା, କିନ୍ତୁ ପରମେଶ୍ୱରଙ୍କ ଧନ୍ୟବାଦ ହଉ, ଯାହା ଚାହୁଁଥିଲେ ଯୀଶୁ ତାହା ଦେଲା ପରେ ଏ ବିଷୟଟି ପ୍ରକାଶ ହଉଛି। ପ୍ରେଜ୍ ଦ ଲର୍ଡ। ମଣ୍ଡଳୀ ଅପ୍ରକାଶିତ ଭାବରେ ଥିଲା, ଯୋଉ ମଣ୍ଡଳୀ ନିମନ୍ତେ ଯୀଶୁ ଖ୍ରୀଷ୍ଟ ସ୍ୱର୍ଗକୁ ଛାଡିକି ଜଗତ ମଧ୍ୟକୁ ଆସିଛନ୍ତି, ଯୋଉ ମଣ୍ଡଳୀ ନିମନ୍ତେ ଯୀଶୁ ଖ୍ରୀଷ୍ଟ ମୃତ୍ୟୁବରଣ କଲେ, ଯୋଉ ମଣ୍ଡଳୀ ନିମନ୍ତେ ଯୀଶୁ ତାଡ଼ନା ସହିଲେ, କ୍ଷତ ବିକ୍ଷତ ହେଲେ, ସେଇ ମଣ୍ଡଳୀ ଅପ୍ରକାଶିତ ଭାବରେ ଥିଲା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ଯୋଉ ମଣ୍ଡଳୀ ପୃଥିବୀ ମଧ୍ୟରେ ଏକ ବିରାଟ ଭାବରେ ଏଷ୍ଟାବ୍ଲିଶ ହେବାକୁ ଯାଉଛି, ସେଇ ମଣ୍ଡଳୀ ଅପ୍ରକାଶିତ ଭାବରେ ଥିଲା। ମୋ ପ୍ରିୟ ମାନେ, ଯୋଉ ମଣ୍ଡଳୀ ପାଇଁ ଲୋକେ ତାଡ଼ନା ସହ୍ୟ କରିବେ, ଯୋଉ ମଣ୍ଡଳୀ ପାଇଁ ଲୋକେ କଷ୍ଟ ଉଠେଇବେ, ଯୋଉ ମଣ୍ଡଳୀ ପାଇଁ ଲୋକେ ତଡ଼ା ଯିବେ ନିଜ ଗୃହ ମଧ୍ୟରୁ, ନିଜର ଗ୍ରାମ ମଧ୍ୟରୁ, ଯୋଉ ମଣ୍ଡଳୀ ନିମନ୍ତେ ଲୋକେ ମୃତ୍ୟୁବରଣ ମଧ୍ୟ କରିବେ, ଯୋଉ ମଣ୍ଡଳୀ ନିମନ୍ତେ ଲୋକେ ଧନବାନ ହେବେ, ଯୋଉ ମଣ୍ଡଳୀ ନିମନ୍ତେ ଏକ ସଂସ୍ଥା ନିର୍ମାଣ କରାଯିବ, ଯୋଉ ମଣ୍ଡଳୀ ନିମନ୍ତେ ଚାରିଟେବୁଲ ୱାର୍କ କରାଯିବ, ଯୋଉ ମଣ୍ଡଳୀ ନିମନ୍ତେ ଲୋକେ ଧନବାନ ହେବେ, ମାନ ସମ୍ମାନ ପାଇବେ। ଏ ମଣ୍ଡଳୀ ପାଇଁ ହିଁ ସବୁ କିଛି ରହୁଛି। ମୋ ପ୍ରିୟ ମାନେ, ଯଦି ମୁଁ ମୋ ପିଲା କୁଟୁମ୍ବକୁ ଛାଡିକି लगभग 60 घंटार रास्ता ट्रावेल करिकी ମଧ୍ୟପ୍ରଦେଶର ଛୋଟ ଛୋଟ ଗାଁ ଗୁଡାକୁ ଯାଇକି ବାକ୍ୟ ପ୍ରଚାର କରୁଛି, ତେବେ ମଣ୍ଡଳୀ ନିମନ୍ତେ ହିଁ। ଆପଣ ମାନେ ମଧ୍ୟ ଯାହା କିଛି କରୁଛନ୍ତି ସବୁ କିଛି ମଣ୍ଡଳୀ ନିମନ୍ତେ। ଏହା ପରମେଶ୍ୱରଙ୍କର ଯୋଜନାର ମୂଳ ବିଷୟ ଅଟେ, କିନ୍ତୁ କହିବା ପାଇଁ ଚାହିଁବି এই মূল বিষয়କୁ କରିବା ନିମନ୍ତେ ଯୀଶୁ ଆସିକି ଲଗଭଗ 3 ବର୍ଷ କାର୍ଯ୍ୟ କରିଛନ୍ତି, ତଥାପି ସେ କାହାକୁ ପ୍ରକାଶ କରିନଥିଲେ। କିନ୍ତୁ ପ୍ରକାଶ କେବେ କଲେ? ଯେବେ ପାଇଲେ, ଅର୍ଥାତ୍ କେଉଁଟା ପାଇଲେ? ସେ ଯାହା ଚାହୁଁଥିଲେ ତାହା ପାଇଲା ପରେ ଏତେ ଏକ୍ସାଇଟେଡ ହେଇଗଲେ ଯେ ପରମେଶ୍ୱରଙ୍କର ଯୋଜନା ମଧ୍ୟରେ ଯୋଉ ରହସ୍ୟ ଭାବରେ ଥିଲା, ଗୁପ୍ତ ଭାବରେ ଥିଲା, ତା ସମ୍ମୁଖକୁ ନେଇକି ଆସୁଛନ୍ତି। ଭବିଷ୍ୟତରେ ଯୋଉ ବିଷୟ ଘଟିବାକୁ ଯାଉଛି ତାହା ସମ୍ମୁଖକୁ ନେଇକି ଆସୁଛନ୍ତି। ପ୍ରେଜ୍ ଦ ଲର୍ଡ। ଯେବେ ଆମେ ଦେବା ସେ ଯୋଉଟା ଚାହାନ୍ତି, ତେବେ ଏଇ ପ୍ରକାର ଆଶୀର୍ବାଦ ପରମେଶ୍ୱର ମାନଙ୍କୁ କରିଥାନ୍ତି। ଏ ପ୍ରକାର ବିଷୟ ମାନଙ୍କୁ ପରମେଶ୍ୱର ଦେଖେଇଥାନ୍ତି। ମୋ ପ୍ରିୟ ମାନେ, ଆଉ ତଳ ଅଂଶ ଯଦି ଦେଖିବା ତାହେଲେ ସେ କହନ୍ତି ଯେ ସ୍ୱର୍ଗ ରାଜ୍ୟର କୁଞ୍ଜି ମୁଁ ତୁମକୁ ଦେବି ବୋଲିକି କହିଲେ। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ସ୍ୱର୍ଗ ରାଜ୍ୟର କୁଞ୍ଜି
ଆମେ ଦେଖୁ ଯେ ଅଧିକାର, ଓ ପ୍ରେଜ ଦ ଲର୍ଡ, କେଉଁ ଅଧିକାର? ଶକ୍ତିର ବାକ୍ୟକୁ ପ୍ରଚାର କରିବା ପାଇଁ। କେଉଁ ଅଧିକାର? ଭବିଷ୍ୟତ ବାକ୍ୟକୁ ପ୍ରଚାର କରିବା ପାଇଁ। କେଉଁ ଅଧିକାର? ସୁସ୍ଥ କରିବା ପାଇଁ। କେଉଁ ଅଧିକାର? ଓ ପ୍ରେଜ ଦ ଲର୍ଡ, ଦୁଷ୍ଟାତ୍ମା ମାନଙ୍କୁ ଭୋଗେଇବା ପାଇଁ। କେଉଁ ଅଧିକାର? ଦୁର୍ବଳ ମାନଙ୍କୁ ଦୂର କରିବା ନିମନ୍ତେ। ପ୍ରେଜ ଦ ଲର୍ଡ, ହାଲେଲୁୟା। ଭୂତକୁ କିଏ ଭୋଗଉଥିଲା ଆଗ କାଳରେ? ଗୁଣିଆ ମାନେ। ତେବେ ଗୁଣିଆର କାମ କରିବା ପାଇଁ, ଓ ପ୍ରେଜ ଦ ଲର୍ଡ, ହାଲେଲୁୟା, ବକ୍ତା କିଏ ଥିଲେ ଆଗ କାଳରେ ଇଣ୍ଡିଆରେ? ଯେ ସେମାନେ ମାନେ ପ୍ରବଚନ ବା ବ୍ରାହ୍ମଣ ପ୍ରିଷ୍ଟ ଗୁଡାକ ବା ବ୍ରାହ୍ମଣ ସମାଜର ଲୋକ ପ୍ରବଚନ ଦଉଥିଲେ ସେଇ କାର୍ଯ୍ୟ କରିବା ପାଇଁ। ପ୍ରେଜ ଦ ଲର୍ଡ। ଡକ୍ଟର ମାନେ ରୋଗକୁ କିଏ ଦୂର କରିବ? ଡକ୍ଟର ତାଙ୍କ ଚିକିତ୍ସା ଦ୍ଵାରା ଦୂର କରିବ। ପ୍ରେଜ ଦ ଲର୍ଡ, ଗ୍ଲୋରି ଟୁ ଜିସସ୍। ତେବେ ଗୁଣିଆର କାର୍ଯ୍ୟ କରିବା ପାଇଁ। ପ୍ରେଜ ଦ ଲର୍ଡ, ଗ୍ଲୋରି ଟୁ ଜିସସ୍। ଓ ପୁରୋହିତର କାର୍ଯ୍ୟ କରିବା ପାଇଁ। ଓ ଗ୍ଲୋରି ଟୁ ଜିସସ୍, ଆମେନ୍। ଡକ୍ଟରର କାର୍ଯ୍ୟ କରିବା ପାଇଁ ଶକ୍ତି ଦଉଛନ୍ତି। ସେ ଟର୍ମ ଗୁଡାକ ଆମେ ୟୁଜ କରିବା, କାରଣ ଆଗ କାଳରେ ଯେତେବେଳେ ଏ ପ୍ରକାର ସମସ୍ୟା ହଉଥିଲା ଏ ଲୋକମାନଙ୍କ ପାଖକୁ ଆମେ ଯାଉଥିଲୁ। କିନ୍ତୁ କେବେ ସେ ଅଧିକାର, ସେ ଗିଫ୍ଟ ଆମକୁ ଦଉଛନ୍ତି ଯେବେ ତାଙ୍କୁ ଚିହ୍ନା ଯାଇଥିଲା। ପ୍ରେଜ ଦ ଲର୍ଡ। ପିତର ଯେତେବେଳେ ତାଙ୍କୁ ଚିହ୍ନିଥିଲେ, ପିତର ଯେତେବେଳେ ସେ ଯୋଉଟା ଚାହିଁଲେ ତାହା ଦେଲେ। ତେବେ ମୋ ପ୍ରିୟ ମାନେ, ଆରାଧନାରେ ତିନୋଟି ବିଷୟ। ପ୍ରଥମ ହଉଛି ଚିହ୍ନିବା, ଦ୍ଵିତୀୟ ହଉଛି ଦବା, ତୃତୀୟ ହଉଛି ପାଇବା। କିନ୍ତୁ କୋଉ ବିଷୟ ଦିଅନ୍ତି ସେ? ଯାହାକି ଆଜି ପର୍ଯ୍ୟନ୍ତ ପ୍ରକାଶିତ ହେଇନି ଆମ ଜୀବନକୁ ନେଇକି। ପ୍ରେଜ ଦ ଲର୍ଡ। ଭବିଷ୍ୟତକୁ ନେଇକି ସେଇ ବିଷୟ ଦିଅନ୍ତି, ମିଷ୍ଟେରିୟସ୍। ଖାଲି ଛୋଟ ମୋଟ ନାହିଁ। ଯଦି ସେ ପ୍ରସନ୍ନ ହେଇଗଲେ ମୋ ପ୍ରିୟ ମାନେ, ଛପଟ ଫାଡ କରିକି ଆଶୀର୍ବାଦ ବର୍ଷଣ କରିବେ। ଗ୍ଲୋରି ଟୁ ଜିସସ୍। ତେବେ ଆମେ ଦବା କି? ଯୋଉଟା ସେ ଚାହାନ୍ତି। ପ୍ରତିଟି ପରିପକ୍ଷୀରେ ଆମେ ତାଙ୍କୁ ଚିହ୍ନିବା କି? ଯଦି ଚିହ୍ନିବା, ଯଦି ଦବା, ତେବେ କହିବା ପାଇଁ ଚାହିଁବି ମୋ ପ୍ରିୟ ମାନେ, ଆମକୁ ସେ ଏମିତି ଆଶୀର୍ବାଦ କରିବେ, ପ୍ରେଜ ଦ ଲର୍ଡ, ଯାହାକି ଆମେ କଳ୍ପନା କରିନଥିବା, ଭାବି ନଥିବା ତଦ୍ରୂପ ବିଷୟ ଗୁଡାକ ସେ ଦେବେ। ମଣ୍ଡଳୀ ଏକ ରହସ୍ୟପୂର୍ଣ୍ଣ ଭାବରେ ଥିଲା, କିନ୍ତୁ ଖୁସି ହେବା କ୍ଷଣି, ପାଇବା କ୍ଷଣି ଏତେ ଏକ୍ସାଇଟେଡ ହେଇଗଲେ ଯେ ମଣ୍ଡଳୀକୁ ସାମ୍ନାକୁ ନେଇକି ଆସୁଛନ୍ତି। ପ୍ରେଜ ଦ ଲର୍ଡ। ମଣ୍ଡଳୀ ଯେ ଭବିଷ୍ୟତରେ ଏତେ ବଡ ଧରଣରେ ଏଷ୍ଟାବ୍ଲିଶ ହେବାକୁ ଯାଉଛି, ମଣ୍ଡଳୀ ନିମନ୍ତେ ସବୁ କିଛି ହବ, ତାହା ସେ ପ୍ରକାଶ କରି ଦଉଛନ୍ତି। ପ୍ରେଜ ଦ ଲର୍ଡ। ଏକ ବଡ ଉପହାର ଦଉଛନ୍ତି, ଏକ ଅଧିକାର, ବଡ ବଡ କାର୍ଯ୍ୟ କରିବା ନିମନ୍ତେ। କିନ୍ତୁ କେବେ? ଯୋଉଟା ସେ ଚାହୁଁଥିଲେ ତାହା ପାଇଲା ପରେ। ପ୍ରଭୁଙ୍କୁ ସାହାଯ୍ୟ କରନ୍ତୁ ପ୍ରତିଟି ପରିପ୍ରେକ୍ଷୀରେ ତାଙ୍କୁ ଚିହ୍ନିବା ପାଇଁ। ପ୍ରଭୁମାନଙ୍କୁ ସାହାଯ୍ୟ କରନ୍ତୁ ସେ ଯୋଉଟା ଚାହୁଁଛନ୍ତି ତାହା ଦେବା ପାଇଁ। ଯଦି ତାହା ମାନେ କରିବା, ନିଶ୍ଚିତ ଭାବରେ ସେ ଆମମାନଙ୍କୁ ଆମେ ଯାହା ଚାହୁଁ ବି ନଥିବା, ଭାବି ବି ନଥିବା, ତାହା ସେ ଦେବେ। ପ୍ରଭୁ ମାନଙ୍କୁ এই ছোট ବାକ୍ୟ ଦେଇକି ଆଶୀର୍ବାଦ କରନ୍ତୁ। ଧନ୍ୟବାଦ। ବହୁତ ବହୁତ ଧନ୍ୟବାଦ। ଯାହାକି ଅତି ସୁପରିଚିତ ବାକ୍ୟ, କିନ୍ତୁ ଅତି ଗଭୀର ଭାବରେ ଆପଣ ପ୍ରକାଶ କରିଛନ୍ତି। ଗୋଟିଏ ପଦକୁ ନେଇ ବିଭିନ୍ନ ମାଧ୍ୟମ ଦେଇ ଆମମାନଙ୍କୁ ପରିପ୍ରକାଶ କରିଛନ୍ତି, ଯାହାକି ଆମମାନେ ବୁଝିବା ଭଳି, ଜାଣିବା ଭଳି, ଆଉ ହୃଦୟକୁ ସ୍ପର୍ଶ କରିବା ଭଳି ବାକ୍ୟ ଆଜି ପ୍ରଭୁଙ୍କର ଦାସଙ୍କ ଦେଇ ଆମମାନେ ପାଇଛୁ। ମୁଁ ପୁନର୍ବାର ତାହା ପୁନରାବୃତ୍ତି କରିବା ପାଇଁ ଯାଏ ନାହିଁ, କିନ୍ତୁ ଆମେ ପ୍ରତ୍ୟେକ ଶୁଣିଛୁ। ସତରେ କହିବାକୁ ଗଲେ ଆଜି ମୋ ପାଇଁ ତାହା ଅତି ସ୍ପର୍ଶତର ବାକ୍ୟ ହୋଇଛି, ଏବଂ ମୁଁ ଆଶା କରେ ପ୍ରତ୍ୟେକଙ୍କୁ ମଧ୍ୟ ଆଜିର ବାକ୍ୟ ସ୍ପର୍ଶତା ଦେଇଥିବ। ଆମମାନେ ସେହି ପ୍ରଭୁଙ୍କର ନିକଟବର୍ତ୍ତୀ ହୋଇ ପ୍ରଭୁଙ୍କର ଗୌରବ କରିବା, ତାଙ୍କର ସକଳ ବାକ୍ୟକୁ ସଞ୍ଚୟ କରି ରଖିବା। ପ୍ରଭୁ ତାଙ୍କୁ, ତାଙ୍କ ପରିବାରକୁ, ତାଙ୍କର ସେବା କାର୍ଯ୍ୟରେ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ, ମଙ୍ଗଳ ଦୟା କରନ୍ତୁ, ଏବଂ ବାକ୍ୟର ଗଭୀର ବିଶ୍ୱାସ କଳ ଖୋଳି ଖୋଜି ଅନ୍ୟାନ୍ୟ ବହି ପଢି ଆଉ ଲୋକଙ୍କ ଆଗରେ ପ୍ରକାଶ କରିବା ପାଇଁ ପ୍ରଭୁ ତାଙ୍କୁ ଶକ୍ତି ପ୍ରଦାନ କରନ୍ତୁ। ସେଥିପାଇଁ ବର୍ତ୍ତମାନ ଆମମାନେ ତାଙ୍କ ନିମନ୍ତେ, ସୁନ୍ଦର ବାକ୍ୟ ନିମନ୍ତେ ପ୍ରଭୁଙ୍କୁ ଧନ୍ୟବାଦ ଦେବା। ସମସ୍ତେ ଉଚ୍ଚ କରତାଳ ସହିତ ପ୍ରଭୁଙ୍କୁ ଧନ୍ୟବାଦ ଦେବା।
କାରଣ ଆମେ ପ୍ରାତଃ କାଳରେ ଅତି ସୁନ୍ଦର ବାକ୍ୟ ଆମେ ପ୍ରଭୁଙ୍କର ଦାସଙ୍କ ଦେଇ ଆମେ ଶୁଣିବାକୁ ପାରୁଛୁ। ପ୍ରଭୁ ତାଙ୍କୁ ଏବଂ ଆମମାନଙ୍କୁ ମଧ୍ୟ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।